ভগবতে সুকান্তি সুতায় ওম নমো ভগবতে চরম নাথায় ওম ভগবতে কেশব চন্দ্রায় अंतर परमाराध्य परम पूज्य चरमनाथ गुरु स्वामींकर से पद्म पादरे साष्टांग प्रणाम। विश्वभातृत्व विद्यात्मा परिषद अच्युत उत्तरण संघ क्षतिजती आश्रम स्वर्णक्षेत्र मांगा अधीनस्थ आमर ओडिया केन्द्र संगठन अधीन केन्द्रपाटना शाखार आज मासिक भ्राम्यमाण सत्संग महोत्सव ये सत्संग महोत्सव को परिचालना करुवा विचित्रानंद भाई एवं आम मान गहन आज उपस्थित थिबा कोरिया केन्द्र संगठन परिचालक तथा विश्वभातृत्व दिव्यात्मा परिषदर युग्म संपादक कैलाश भाई महाशय एवं आज आसर ये सत्संग सरस सुंदर करुवा मोर संगीत वाही संगीत जो मैंने भाई मैंने आसती एवं मो पूर्वर किसी कथा वस्तु आपण को धर्म कथा श्रवण कर प्रफुल्ल भाई एवं आसर उपस्थित मोर धर्म जिज्ञास ब्रह्म जिज्ञास सदात्मा दिव्यात्मा समस्त सज्जन भाई भौणी समस्त मोर अंधर सरस्वर सप्रेम गुरुस्वर गुरुस्वर आज निवृत्त कोठरी भितर बसी दीर्घ 14 मसीहा ठारू 16 मसीहा पर्यंत प्रभु कौन करुले से जो अनुभव तांकर कथा को कथा वस्तु को तांकर मनर कथा को 4 वर्षर आशीर्वचन माध्यम से आमको देइछंती थरे आलोचना कहले गढ़ी थी मातृ गर्भे देन ममता जो मातृत्व ममता दे तते मु गढ़ी संसार को आनी देह को सुझीली तोर नाम मोर आज नाम आदिमाता स्वरूप मु तो ये देह टी गढ़ी तेणु करी तोर चिंता अंतर घारे बापुरी मुहूर्ते छाड़ी तोते रही पारे सब बेले ये 4 वर्ष देखिले केवल से निवृत्त कोठरी भितर रही शेष 4 वर्षटी आमरी कथा ही भावी चली केमिति मो पिला माने जो माने आश्रित हेले धारा नेले एवं आज मोर मुझे सर्वस्व करी आज ये आगामी समय सनातन धर्मर सारथी सजे प्रस्तुत करवा जो कर्मटी केते दूर सक्षम होती
ସଚେତନ ସକ୍ଷମ କରିବା ପାଇଁ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ ସିଏ 4 ବର୍ଷ ଆଶୀର୍ବଚନ ମାଧ୍ୟମରେ ଆଗରୁ ତ ଚରମରେ ଲେଖିଛନ୍ତି। ଚରମରେ ସବୁ ଚରମରେ ସେ ପ୍ରାୟ ଯେଉଁ କର୍ମଧାରା କେମିତି ଆମେ ସୁଚରିତ୍ର ଚରିତ୍ର ଗଠନ କରି କେମିତି ଗୋଟେ ଭଲ ମଣିଷ ହବା ସେ ଲେଖି ଚାଲିଛନ୍ତି। କିନ୍ତୁ ସେ 4 ବର୍ଷ ଭିତରେ ଯେଉଁ 4 ବର୍ଷର ଆଶୀର୍ବଚନ ଗୋଟେ କଥାଟେ ତାର ଲେଖିଲେ ଯେ ପିତାର ବାକ୍ୟ ପଥରରେ କହିଚାଲିବା। ତେଣୁ ଶେଷ ବାକ୍ୟ ସେ କହିଲେ ପିତାର ବାକ୍ୟ ପାଇଁ ପଥରର ଗାର। ବାକ୍ୟ ଆଶୀର୍ବଚନ ମାଧ୍ୟମରେ ଚରମ ପୃଷ୍ଠାରେ କଲ୍ୟାଣ ଦେବୀ ତୋତେ ମାଧ୍ୟମରେ ଏବଂ ଯାହା ସବୁ ଯେଉଁ ବାକ୍ୟ ଗୁଡ଼ିକ ସିଏ ମୁହଁରେ ନ କହି ସେ ଲେଖା ମାଧ୍ୟମରେ ଆମକୁ ଦେଲେ ଆମେ ତାକୁ ବିଚାର ଭିତରେ ନିଜକୁ ଆତ୍ମଗତ ବିଚାରରେ ନବା। ପିତାର ବାକ୍ୟ ଆମେ ସମ୍ପୂର୍ଣ୍ଣ ଭାବରେ ମୋ କଥା କହନ୍ତିନି, ଯେହେତୁ ଶାଖାର ଭାବନାର ସତ୍ସଙ୍ଗ କହିବାକୁ ଟିକେ ବାଧ୍ୟ ହେଉଛି। ଆମେ ସମସ୍ତେ ପିତାର ବାକ୍ୟ ଭିତରେ ତାଙ୍କର ଇଚ୍ଛା ଭିତରେ ଆମେ ଅଛେ ତ। ଶାଖା ଗଢ଼ିଲେ ପ୍ରଭୁ କାହିଁକି ଗଢ଼ିଲେ? ଶାଖାଟି ଗଢ଼ିଲେ ସଂହତି ଆମେ ସମସ୍ତଙ୍କ ବିଚ୍ଛିନ୍ନ ହୋଇ ବୁଲୁଥିଲେ। ଜଣେ ଜଣେ ଘରେ ବା ଆଗକୁ ଆମେ ହଉଛେ ସଂଘ, ଏଇ ଭାଇ ଜଣେ ସଂଘ, ମୋ ସଂଘ, କିନ୍ତୁ ଆପଣମାନେ ସବୁ ଗୋଟେ ଗୋଟେ ସଂଘ ମିଶିଗଲେ ହେଇଯିବ ସଂଗତି। ସବୁରି ମତ ଏକ ମତରେ ପ୍ରବେଶ କରିଗଲେ, ଏକମତ ହୋଇଗଲେ ସିଏ ହେଲା ସଂଗତି। ତେଣୁ ପ୍ରଭୁପାଦ ସବୁବେଳେ କହନ୍ତି ଯେ ଆମେ ସଂଗତି, ତୁମେ ସଂଘ, ଆମେ ହଉଛୁ ସଂଗତି। ତୁମେ ସଂହତି ରକ୍ଷା କର। ତା ସଂହତିକି ରକ୍ଷା କରିବା ପାଇଁ ଶାଖା ଗୁଡ଼ିକ ବଢ଼ିଲେ। ସେ କହିଲେ ଯେ ରହୁଛି ରେ ଚାହିଁ ଧନ ଏ ସନ୍ଧି ବର୍ଷକୁ ପିତା ଧର୍ମ ପଥେ ରହ ତୁ କାଳ କାଳକୁ। ପିତା ଧର୍ମ କଣ? ଏ କଥାଟି ସେ ନିଜକୁ ପିତାର ପରିଚୟ ଦେଲେ। ଆମେ ତାଙ୍କୁ ଯେତେ ଭାବରେ ପରିଚୟ ଦେଲେ ବି ସବୁଠାରୁ ଦୃଢ଼ ପରିଚୟ ତାଙ୍କର ପିତା। କାହିଁକି ନା ସେ ପିତା ଭାବରେ ସବୁ ଚରମରେ କଲ୍ୟାଣ ଦେଲେ। ଶେଷରେ ଲେଖିଛନ୍ତି ଇତି ତୋର ଚିର କଲ୍ୟାଣକାରୀ ପିତା, ଇତି ତୋର ଚିର ମଙ୍ଗଳକାରୀ ପିତା। ଏ ଦୁଇଟି ସେ ସବୁବେଳେ ପରିଚୟ ଦେଇଛନ୍ତି ଏବଂ ନିଜକୁ ପିତାର ପରିଚୟ ଦେଇ ଜଗତକୁ ସନ୍ତାନର ସମାଧାନ କରିଛି। ଯେଉଁ ପାଦକୁ ଯୁଗ ଯୁଗ ଧରି ବ୍ରହ୍ମା ଶିବ ଦେବାଦେବୀ ମାନେ ପାଇନାହାନ୍ତି, ହରଶଙ୍କର ବଣା ହେଇଛି, ଯେଉଁ ପାଦକୁ ଧ୍ୟାଇଛନ୍ତି, ସେଇ ପାଦଟି ଦର୍ଶନ ଦେବା ପାଇଁ, ଆମମାନଙ୍କୁ ମୁକ୍ତି କରିବା ପାଇଁ, ଚରଣ ପ୍ରାପ୍ତି ଦେବା ପାଇଁ ସେ ପାଦ ଦର୍ଶନରେ ସବୁବେଳେ ସେ ଉନ୍ମୁକ୍ତ କରିଦେଉଥିଲେ। ଉନ୍ମୁକ୍ତ କରିଦେଇଥିଲେ ପାଦ ଯୋଉଠିକି ଯିଏ ଯିବେ ଆଗେ ପାଦ ଦର୍ଶନ କରିବେ ତାଙ୍କ ପୂର୍ବରୁ। ତେଣୁ ସିଏ ଗୋଟେ ନିଗୁଡ କଥା ତାଙ୍କ ଭିତରେ, ତାଙ୍କ ନିଜ ଭିତରେ ଥିଲା ଏ କଥାଟି। ତେଣୁ ତାଙ୍କର ପରିଚୟ ସେଦିନ କହିଲେ, ଆପଣ ଟିକେ ଆପଣଙ୍କ ଶ୍ରୀମୁଖରେ କୁହନ୍ତୁ ଆପଣଙ୍କ ପରିଚୟ। ନା ଆମେ ଏକ ଧାରାରେ, ଆମେ ହିଁ ଚୈତନ୍ୟ। କହିଲେ ଆମେ ହିଁ ଚୈତନ୍ୟ। ମୁଁ କହିଲି ବୁଝିପାରିଲେନି। ନା ସର୍ବବ୍ୟାପକ ଆମେ ସମସ୍ତଙ୍କ ଭିତରେ ପୂର୍ଣ୍ଣ ହେଇକିରି ଆମେ ଅଛୁ। ଆଜି ଯେତେ ମାନବଠୁ ସରୀସୃପ କୀଟ ତରୁ ଲତା ସବୁ ଭିତରେ ଆମେ ଅଂଶକୁ ନେଇ ଚୈତନ୍ୟ ସ୍ୱରୂପେ ଆମେ ବିଦ୍ୟମାନ, ଆମେ ସର୍ବବ୍ୟାପକ। ମୁଁ କହିଲି ଆଚ୍ଛା ସର୍ବବ୍ୟାପକ ନା ଆମେ ହିଁ ଚୈତନ୍ୟ, ଆମେ ହିଁ ଗୁରୁ, ଆମେ ହିଁ ପିତା। ମୁଁ କହିଲି ପିତା ମାନେ ପିତା ଶବ୍ଦ
ନା ତୁମେ କ'ଣ ବୁଝିପାରୁନା? ପିତା ଆଚ୍ଛା ଏ ଆଲୋଚନା ବି ବହୁତ ହେଇଛି। ଆମେ ତାକୁ ଅବତାରୀ ବୋଲି ଭାବୁଛେ। ଆସିଛନ୍ତି ଯେତେ ଅବତାର ଅବତାରୀ ପ୍ରଭୁ ଶ୍ରୀକୃଷ୍ଣ ଆସିଲେ ସେ ନିଜକୁ ପିତା ବୋଲି ପରିଚୟ ଦେଇପାରିଛନ୍ତି କି? ପ୍ରଭୁ ଶ୍ରୀରାମ ଆସିଲେ ସେ ନିଜକୁ ପିତା ବୋଲି ପରିଚୟ ଦେଇପାରିଛନ୍ତି କି? ପ୍ରଭୁ ବାମନ ନୃସିଂହ ଯେତେ ଅବତାର ଅବତାରୀ ମତ୍ସ୍ୟ ଗଛ ଅବତାର ଠାରୁ ବରାହ ଅବତାର ପର୍ଯ୍ୟନ୍ତ ଆସିଲେ ସେ କେହି ପିତା ବୋଲି ପରିଚୟ ଦେଇପାରିଛନ୍ତି କି? ନିଜକୁ ପିତା ବୋଲି କହିଛନ୍ତି କି? ଆଚ୍ଛା ନିଜକୁ ଚରମ ବୋଲି, ଯୋଉ ଚରମ ପାଦ, ଚରମ ପାଣି, ଚରମ ଧର, ଚରମ ଶବ୍ଦ ବ୍ୟବହାର କରିଛନ୍ତି ନିଜ ପାଇଁ, ନିଜେ ଆସିଥିଲେ ଚରମ। ନିଜକୁ ଚରମ ବୋଲି କେହି କହିପାରିଛନ୍ତି? ଚରମ ହିଁ ଗୋଟିଏ, ଜଣେ, ପିତା ହିଁ ଜଣେ, ଆଉ ଚୈତନ୍ୟ ହିଁ ଗୋଟିଏ ଏକ, ଗୁରୁ ହିଁ ଏକ। ଆଉ ଜଗତକୁ ଯେତେ ଆସିଛନ୍ତି ମଣ୍ଡଳୀୟ ସଦଗୁରୁ, ଜଗତଗୁରୁ, ଗୁରୁ ଅଙ୍ଗ, ଧର୍ମଗୁରୁ ଯେତେ ଆସିଛନ୍ତି ଏମାନେ ସବୁ ମଣ୍ଡଳୀୟ। କିନ୍ତୁ ଇଏ ଯୋଉ ଗୁରୁ ଆସିଥିଲେ ଆଜି ପିତା, ଇଏ ହଉଛନ୍ତି ଅବ୍ୟକ୍ତ ବ୍ରହ୍ମ ବସିଥିଲେ। ଏ କଥାଟି ସେଦିନ ଏତିକି କହିଦେଲେ। ଏତିକି କହିଦେଲା ପରେ ସେ ଚୈତନ୍ୟ କେମିତି ସେ ଚଳପ୍ରଚଳ କରୁଛନ୍ତି ସୃଷ୍ଟିରେ ଆମମାନଙ୍କ ଭିତରେ ବା ଯୁଗ ଅନୁସାରେ କେମିତି ଆସୁଛନ୍ତି ସେ କହିଲେ ଗୋଟେ ଥରେ, କହିଲେ ଯାହା ସବୁ ଚାଲିଅଛି ଚୈତନ୍ୟ ଇଙ୍ଗିତେ। ଯେତେ ଅବତାର ଅବତାରୀ ଆସିଛନ୍ତି ସବୁ ସେଇ ଅଦୃଶ୍ୟ ଶକ୍ତି ବା ସର୍ବବ୍ୟାପକ ଶକ୍ତି ଚୈତନ୍ୟଙ୍କ ଇଚ୍ଛାରୁ କୃଷ୍ଣ ଆସନ୍ତୁ, ରାମ ଆସନ୍ତୁ, ସେ ଚୈତନ୍ୟଙ୍କ ଇଚ୍ଛାରୁ ଆସିଛନ୍ତି। ଯାହା ସବୁ ଚାଲିଅଛି ଚୈତନ୍ୟ ଇଙ୍ଗିତେ, ତାଙ୍କ ଇଚ୍ଛା ବିନା କିଛି ନ ହୁଏ ଜଗତ। ତେଣୁ କହିଲେ ଯାହା କିଛି ଜଗତକୁ ଆସିଛି କେବଳ ସେ ହେଉଛନ୍ତି ଏକମାତ୍ର ଇଚ୍ଛାମୟ। ତାଙ୍କ ଇଚ୍ଛା ବିନା ସୃଷ୍ଟି ଗଛରେ ପତ୍ରଟିଏ ବି ହଟିବ ନାହିଁ। କେବଳ ଇଚ୍ଛାମୟ। ଆମେ ହିଁ ଆସିଛୁ ଇଚ୍ଛାମୟ। ଯାହାକୁ ସେ ଲେଖିଛନ୍ତି ପ୍ରଥମ ଚରଣରେ ଯେ ଆମେ ଅବ୍ୟକ୍ତରେ ଥାଉ। ପ୍ରଥମ ଆମେ ଅବ୍ୟକ୍ତରେ ଥିଲୁ। ଅବ୍ୟକ୍ତରେ କେମିତି ଥିଲୁ ନା ପ୍ରକୃତି କୋଳରେ ଆମେ ତରଙ୍ଗାୟିତ ଅବସ୍ଥାରେ ଥିଲୁ। ଥରେ ଗୋଟେ ଏଇ କଥା ଉପରେ ଆଲୋଚନାରେ ସେ କହିଲେ, ଏ ଯୋଉ ନରତନୁ ଟିକେ ମୋର ଦେଖୁଛ, ଏ ନରତନୁ ସ୍ୱତନ୍ତ୍ର। ଏ ନରତ କହିଦେଇଛନ୍ତି ତ ଉଜ୍ଜଳମୟ ପୁର ତୁଳିତ ଶଯ୍ୟା ତ୍ୟାଗ କରି ଆଜି ମର୍ତ୍ତ୍ୟ ଧାମରେ ଦଣ୍ଡାୟମାନ। ଉଜ୍ଜଳମୟ ପୁର କହିଲେ ଯୋଉ ଆଲୋକମୟ ଜ୍ୟୋତିର୍ମୟ ପୁର, ଜ୍ୟୋତିର୍ମୟ ପୁରୁଷ ଯୋଉଠି ଆଜି ଶୋଇଥିଲେ ପ୍ରକୃତି କୂଳରେ ତରଙ୍ଗାୟିତ ଅବସ୍ଥାରେ ଥିଲେ। ଇଚ୍ଛା ହିଁ ସୃଷ୍ଟି। ଆମେ ଇଚ୍ଛା କରି ସୃଷ୍ଟି ହବା ପାଇଁ, ସୃଷ୍ଟିରେ ଅନେକ ହବା ପାଇଁ ଆମର ସ୍ୱରୂପଟି ହେଲା ଚୈତନ୍ୟ। ଚୈତନ୍ୟ ସ୍ୱରୂପେ ଜୀବ ଭିତରେ ମଧ୍ୟ ହିଁ ଚେତନା କେନ୍ଦ୍ରରେ ରହି ଲୀଳା କରୁଛୁ। ଚୈତନ୍ୟ ସ୍ୱରୂପ ଆବିର୍ଭାବ କରି ସୃଷ୍ଟିରେ ରହିବା ପାଇଁ ଚୈତନ୍ୟଙ୍କ ଠାରୁ ଚୈତନ୍ୟ ଅବ୍ୟକ୍ତ ଧାମରେ ସେଇ ଚୈତନ୍ୟ ପୁରୁଷ ପାଦଦ୍ୱୟ ଥାପି ଦେଉଛନ୍ତି ସେ ଆଶିଷ। ସେଇ ଚୈତନ୍ୟଙ୍କ ଠାରୁ ଆସିଲେ ଏଇ ଯୋଉ ପାଦ ଆଜି ଆମେ ପାଇଛେ, ଏ ପାଦ ଗୁରୁପାଦ, ଏ ଚୈତନ୍ୟ ପାଦ ଚୈତନ୍ୟ ପୁରୁଷ, ସେ ହେଉଛନ୍ତି ଏକମାତ୍ର ପୁରୁଷ ଯାହା ଠାରୁ ଏ ସୃଷ୍ଟି କ୍ରମାନ୍ୱୟ ହେଲା ବା ଏ ସୃଷ୍ଟିର କ୍ରମ ବିକାଶ ହେଇଛି। ସେଇ ଚୈତନ୍ୟ ପୁରୁଷ ସବୁ ସର୍ବବ୍ୟାପକ ହବା ପାଇଁ ସେଇ ପୁରୁଷ ହିଁ ତାଙ୍କ ହାତ ଦୁଇଟି ବଢେଇ ଦେଲେ ପ୍ରଥମ ସୃଷ୍ଟିକୁ। ତେଣୁ ପାଦ ସେ କଥାଟି କହିଛନ୍ତି ଯେ ସେ ପାଦ ଦୁଇଟି ହେଉଛନ୍ତି ବାମ ପାର୍ଶ୍ୱଟି ମା କୃପାମୟୀ, ଡାହାଣ ପାର୍ଶ୍ୱଟି ହେଉଛନ୍ତି ମା ଭାରତୀ। ପୁରୁଷ ପ୍ରକୃତି ଦୁଇଟି। ମା ଭାରତୀ ସେ ପ୍ରକୃତି ଅଂଶ। ଚୈତନ୍ୟଙ୍କ ଠାରୁ ଯୋଉ ସୃଷ୍ଟି ହେଲେ ସେ ଦୁଇଟି ହେଉଛନ୍ତି ପ୍ରକୃତି ଅଂଶ। ଦୁଇ ପାଦ କୃପାମୟୀ ଏବଂ ମା ଭାରତୀ। ତାକୁ ଟିକେ ଭଲ କରି ବୁଝନ୍ତୁ ଏ ପୁରୁଷ। ତେଣୁ ସେ ଯୋଉ କୃପାମୟୀ ଭାରତୀ, କୃପାମୟୀ ହେଉଛନ୍ତି ବାମ ପାର୍ଶ୍ୱଟି ପ୍ରକୃତି ଅଂଶ। ପ୍ରକୃତି ଅଂଶ, ସେଇ ପ୍ରକୃତି ଅଂଶରୁ
ସୃଷ୍ଟି ହେଲା ଗୋଲକ ମଣ୍ଡଳ କାରଣ ଜଗତରେ। ଭଲକିରି ଚରମ ପଢନ୍ତୁ। ଚରମ 2 ନମ୍ବର ମଥାରେ ସ୍ପଷ୍ଟ କରିଦେଇଛନ୍ତି। ଚୈତନ୍ୟ ଯେତେବେଳେ ଆସି ପହଞ୍ଚିଲେ କାରଣ ଜଗତରେ, କହିଛନ୍ତି ଚୈତନ୍ୟ ଆସି କାରଣ ଜଗତରେ ପହଞ୍ଚିଲେ, ପାଦ ବଢେଇ ଦେଲେ। ଯେତେବେଳେ ବଢେଇ ଦେଲେ ସେ ଯୋଉ ପାଦରୁ ସୃଷ୍ଟି ହେଲା ଗୋଲକ ମଣ୍ଡଳ। ସେ ଗୋଲକ ମଣ୍ଡଳ ଭିତରେ ରହିଲେ କିଏ ନା ଲକ୍ଷ୍ମୀ ନାରାୟଣ ସରସ୍ୱତୀ। ଏଇଠି ଗୋଟେ ପ୍ରଶ୍ନ ଆସେ, ଲକ୍ଷ୍ମୀ ନାରାୟଣ ସରସ୍ୱତୀ ଯୋଉ ରହିଲେ ଚୈତନ୍ୟଙ୍କ ଅଂଶରୁ ନାରାୟଣ, ଚୈତନ୍ୟଙ୍କ ଅଂଶରୁ ଆସିଲେ ନାରାୟଣ, ଆଉ ମା କୃପା ଭାରତୀଙ୍କ ଅଂଶରୁ ଆସିଲେ ସରସ୍ୱତୀ ଏବଂ ଲକ୍ଷ୍ମୀ। ମୁଁ ଯଦି ସେ କଥାଟି କହିଦେବି, ସେ ଯୋଉ ଲକ୍ଷ୍ମୀ ସରସ୍ୱତୀ ଆସିଲେ, ଯେତେ ଅବତାର ଅବତାରୀ ଆସିଛନ୍ତି, କେହି ସ୍ୱୟଂ ଲକ୍ଷ୍ମୀ ନାମରେ ଲକ୍ଷ୍ମୀଙ୍କ ଅଂଶରୁ ଆସିଛନ୍ତି, ନାମ ପରିବର୍ତ୍ତନ କରି ଆସିଛନ୍ତି ପ୍ରକୃତି ଅନୁସାରେ। ମାନେ ସମସ୍ତେ ପ୍ରଭୁ ଜଗନ୍ନାଥ ଆସିଲେ ଲକ୍ଷ୍ମୀଙ୍କ ପାଖରେ ରଖିପାରିଲେ କି? ପାରିବେ ନାହିଁ। କାହିଁକି ନା ପ୍ରକୃତି ଅଂଶ ଲକ୍ଷ୍ମୀ କି ଯେତେବେଳେ ରୂପାନ୍ତରିତ ହେଇକିରି ସମସ୍ତେ ଅବତାର ଅବତାରୀ ମାନେ ଆସିଲେ, ସେଇ ଗୋଲକ ମଣ୍ଡଳର ନାମଧାରୀ ଲକ୍ଷ୍ମୀ ନାମଧାରୀ ଯୋଉ ଲକ୍ଷ୍ମୀ ଅଛନ୍ତି ପଦ୍ମାଳୟ, ତାଙ୍କ ନାମରେ କେହି ନାମିତ ହେଇପାରିବେ ନାହିଁ। ସିଏ ରୂପାନ୍ତରିତ ଅବତାର ଅବତାରୀ ନାହିଁ। କେହି ନାରାୟଣ ନାମ ଧରିପାରିଲେ କି? କୃଷ୍ଣ ଆସିଲେ ନାରାୟଣ ନାମ ଧରିପାରିଲେ କି? ରାମ ଆସିଲେ ନାରାୟଣ ନାମ ଧରିପାରିଲେ କି? ବା ଯେତେ ଆସିଛନ୍ତି ଗୁରୁମଣ୍ଡଳରୁ ଗୁରୁ ସଦଗୁରୁ ନାରାୟଣ ନାମ ଆମେ ପିଲାଟିର ନାଁ ଦେଇ ଦଉଛେ, କିନ୍ତୁ ଅବତାର ଅବତାରୀ ଯେତେ ଆସିଲେ କେହି ନାରାୟଣ ନାମ ଧରିପାରିଲେ ନାହିଁ। କେହି ଲକ୍ଷ୍ମୀ ନାମକୁ ବି ଆଣି ଲକ୍ଷ୍ମୀଙ୍କର ସମ୍ବୋଧ। ରୁକ୍ମଣୀ ସତ୍ୟଭାମା ଆସିଲେ ଲକ୍ଷ୍ମୀଙ୍କର ଅଂଶ ନେଇ, ଏଠି ମା ସୀତୟା ଆସିଲେ ପ୍ରଭୁ ଶ୍ରୀରାମ ପାଖରେ ଲକ୍ଷ୍ମୀଙ୍କର ଅଂଶ ନେଇ, ମା ସୁଭଦ୍ରା ଆସିଲେ ଲକ୍ଷ୍ମୀଙ୍କର ଯୋଗମାୟା ତାଙ୍କର ଅଂଶ ନେଇ, ବୁଝିଲେ? କିନ୍ତୁ ଲକ୍ଷ୍ମୀ ନାମଧାରୀ କେହି ଅବତାର ଅବତାରୀ ମାନେ ରଖି ପାରିଲେ ନାହିଁ। ଦେଖନ୍ତୁ ଭଲକିରି ସୃଷ୍ଟି କ୍ରମ ବିକାଶକୁ ଦେଖନ୍ତୁ କେମିତି ସୃଷ୍ଟି ହେଇଛି। ଯୋଉ ସୃଷ୍ଟି ଆଜି କ୍ରମ ବିକାଶ ହେଇଛି, ଯୋଉ ପୁରୁଷଙ୍କ ଠାରୁ ହେଇଛି ଚୈତନ୍ୟ ସ୍ୱରୂପେ ସର୍ବବ୍ୟାପକ ହବା ପାଇଁ, ସେ ସୃଷ୍ଟି କି ଏକରୁ ଅନେକ ହବା ପାଇଁ ଇଚ୍ଛା ପ୍ରକାଶ କଲେ। ତେଣୁ ଜଗତକୁ ଯେତେବେଳେ ସନ୍ତାନର ସମ୍ବୋଧନ କରିଛି, ତୁମେ ମାନେ ତା ମୋର ଗୋଟିଏ ଗୋଟିଏ ଆନନ୍ଦର ଗୁଚ୍ଛ, ତୁମ ମାନଙ୍କୁ ନେଇକିରି ମୁଁ ଖୁସି। ଆଉ ଗୋଟେ ପ୍ରଶ୍ନ ସେଇ ଉକ୍ତିରେ ତାକୁ କଲି, ପ୍ରଭୁ ଆମେ ସିନା ଆପଣଙ୍କର ଆନନ୍ଦ, ଆପଣଙ୍କ ତ ଆନନ୍ଦ ଦେଇପାରୁନୁ, ଆପଣଙ୍କ କଥା ଆମେ ସବୁବେଳେ ରଖିପାରୁନୁ, ଆପଣଙ୍କର ଯୋଉ ବାକ୍ୟ ଆମେ ମାନିପାରୁନୁ, ପାଳନ କରିପାରୁନୁ। ତେବେ ମତେ ଟିକେ କହିଲେ, ତାହେଲେ ଯଦି ଆମେ ଆନନ୍ଦର ଗୁଚ୍ଛ, ତାହେଲେ ଗୋଟିଏ ଗୋଟିଏ ଆପଣଙ୍କର, ଆମେ ହଉଛୁ ଆପଣଙ୍କର ସର୍ବସ୍ୱ, ଆମକୁ ସର୍ବସ୍ୱ କରି ଆପଣ ଆସିଛନ୍ତି, ତାହେଲେ ତୁମମାନଙ୍କୁ ସର୍ବସ୍ୱ କରି ମୁଁ ଆସିଛି। এইভাবে কইলে তাহলে তোমাମାନଙ୍କୁ ସର୍ବସ୍ୱ କରି ମୁଁ ଆସିଛି, ତୁମେ ମୋର ସର୍ବସ୍ୱ। ଆତରେ ପରିଚନ୍ତି ସବୁଠି ଆନନ୍ଦ, ସବୁ ଆନନ୍ଦକୁ ନେଇ ସେଇ ପୂର୍ଣ୍ଣାନନ୍ଦ ପୁରୁଷ ଆଜି ଆସିଥିଲେ ଧରା ପୃଷ୍ଠକୁ। ପୂର୍ଣ୍ଣ ଆନନ୍ଦ, ଯେଉଁଠି ପୂର୍ଣ୍ଣ ଆନନ୍ଦମୟ ପୁର ଅବ୍ୟକ୍ତ ଧାମ, ସେଇଠୁ ଆଜି ଏ ପୁରୁଷ ଆସିଥିଲେ। ଯଦି 6 ନମ୍ବର ଜନନୀ ଜଠର ଜରାୟୁ ପଢିଲେ, ଏ ଜୀବତତ୍ଵ ପ୍ରଚ୍ଛିନ୍ନ କରିଦେଇଛି। ଜାଣିବେ ଯେ ଠାକୁର କିଏ, ତାଙ୍କରି ଅଂଶ ନେଇକିରି ସେ ଆମେ ସମସ୍ତେ ଆସିଛେ। ଚୈତନ୍ୟ ସ୍ୱରୂପ ଆସିଲେ, ଚେତନାରେ ରହିଲେ, ଏଣେ ତାଙ୍କରି ଭିତରୁ ଜୀବ ସୃଷ୍ଟି ହେଇ ଏ ଦେହକୁ ଜନନୀ ଜଠରରେ ପଞ୍ଚଭୂତରୁ ଶକ୍ତି ଆଣିକିରି ଇନ୍ଧନ ଆଣି ଏ ଦେହକୁ ଗଢିଛି। ଏ ଦେହକୁ ଯିଏ ଗଢିଛି ସିଏ ଆଉ କେହି ନୁହେଁ, ଯୋଉ ପୁରୁଷ ଆଜି ଚୈତନ୍ୟ ସ୍ୱରୂପ ବା ଚୈତନ୍ୟ ରୂପରେ ସର୍ବବ୍ୟାପକ, ତାଙ୍କରି ହିଁ ହାତ ଗଢା, ତାଙ୍କର ସ୍ନେହ ଶ୍ରଦ୍ଧା ମମତା ସବୁ ସେ ଢାଳି ଦେଇ ଆମକୁ ଜନନୀ ଜଠରରେ ଗଢି ପୁଣି ନରତନୁରେ ଆସି, ନରତନୁ ଚୈତନ୍ୟ ନରତନୁ ଧରି ନଥିଲେ,
ଜଗନ୍ନାଥଙ୍କର ନରୋତ୍ତମ ଧରିବା ଶକ୍ତି ନାହିଁ। ଶ୍ରୀକୃଷ୍ଣ ପ୍ରଭୁ ଶ୍ରୀରାମଙ୍କର ନରୋତ୍ତମ, ଏ ଯୋଉ ନରୋତ୍ତମଟି ଆସିଥିଲେ ଇଏ ତାଙ୍କୁ ତ ବିଭିନ୍ନ ଉପାୟରେ ଆଲୋଚନା କରୁଥିଲେ। ଏ ଚୈତନ୍ୟ ପଥଟି, ଯୋଉ ଚୈତନ୍ୟର ଯୋଉ ପଥଟି ସୃଷ୍ଟି ହେଲା ସେ ପଥଟି ହଉଛି ମାୟା ପଥ। ଏ ପୁରୁଷ କିନ୍ତୁ ନିଜେ ସିଧାସଳଖ ଅବ୍ୟକ୍ତରୁ ଆବିର୍ଭାବ ହୋଇଛନ୍ତି। ଏ ଆବିର୍ଭାବ ପୁରୁଷ, ଏ ଜନ୍ମ, ଆମେ ଶ୍ରୀକୃଷ୍ଣ ଜନ୍ମ ଜନ୍ମାଷ୍ଟମୀ ପାଳୁଛେ, ରାମ ଜନ୍ମ ଶ୍ରୀରାମ ନବମୀ ପାଳୁଛେ, ଆମର ବାମନ ଜନ୍ମ ପାଳୁଛେ, କିନ୍ତୁ ଏ ପୁରୁଷ ଜନ୍ମ ନୁହନ୍ତି, ଆବିର୍ଭାବ ପୁରୁଷ। ଆବିର୍ଭାବ ହୋଇଛନ୍ତି ନରତନ ସ୍ୱତନ୍ତ୍ର ତନୁ। ମାଟି ମୋତେ ପଚାରୁଥିଲେ ଆପଣ ସେ ଦେହଟିକୁ କେତେ ଅନୁଭବ କରିଛନ୍ତି? ଗୋଟେ ଦେହଟି ଅନୁଭବ କରିଛନ୍ତି। ମୋର ତ ଯିଏ ମୋ ଜାଣିବାରେ ବହୁ ଅନୁଭବ ଭିତରେ ବି ଆମର ଯୁଗ୍ମ ସମ୍ପାଦକ ମହାଶୟ ଅଛନ୍ତି। କାହିଁକି ନା ସେ ବହୁ ସମୟରେ ଠାକୁରଙ୍କୁ ସେବାଟି କରନ୍ତି। ଜାଣିନାହାନ୍ତି କେତେବେଳେ ସେ ଦେହ ପଥର, ଯେମିତି ସାତ ପର୍ବତ ଭଳି ଗରୁ ଆପଣ ଚିପିଲେ ଏ ଆଙ୍ଗୁଠି ଦରଜ ହେଇଯିବ। କେତେବେଳେ ତୁଳା ସେ ଦେହର ଆପଣ ତ ଅନୁଭବ କରିଛନ୍ତି କିଛି ଭାଇ, ଆପଣ ମହାଶୟ କରିଛନ୍ତି ଠାକୁରଙ୍କ ସହିତ ମିଶିକି ସ୍ୱତନ୍ତ୍ର, ପାଦ ସ୍ୱତନ୍ତ୍ର, ତାଙ୍କ ଆଜାନ ତଳ ଲମ୍ବିତ ହାତ। କାହିଁକି ଏ କଥାଟି କହୁଛି? ଆମେ 14 ପା, ପ୍ରଭୁ 14 ପା ନୁହନ୍ତି। ତାଙ୍କ ଦେହ ଟିକେ କହିଦଉଛି, କଳି ଯୁଗର ମନୁଷ୍ୟ ମାନେ ଆମେ 14 ପାଇକିରି ଆସିଛେ, କିନ୍ତୁ ସେ ଦେହ ଆଜାନ ତଳ, ଆମର ହାତ ଠିଆ ହେଲେ ଆଣ୍ଠୁ ଉପରେ ରହୁଛି, କିନ୍ତୁ ତାଙ୍କ ହାତ ଆଣ୍ଠୁ ତଳକୁ 4 ଆଙ୍ଗୁଳି, ଯୋଉଠି ପାଇପାରିଲେ ଆଜାନ ତଳ ଲମ୍ବିତ 2 ବାହୁ। ଆଜାନ ତଳ ଲମ୍ବିତ ଆସିଥିଲେ ଦେହ। ଏ ଦେହ ସ୍ୱତନ୍ତ୍ର ଦେହ, ଏ ଦେହ ସାଧାରଣ ଦେହ, ଅସାଧାରଣ ଭାବନା ଏ ଦେହ ଭିତରେ ଥିଲା। ବୁଝିଲେ? ବେଳେବେଳେ ସେଇଠୁ ପଚାରିଲି, ଆଚ୍ଛା ହଉ, ଦୁଃଖ କରନ୍ତି ଏଇଥିରେ, ଖୁସି ହୁଅନ୍ତି? କେତେବେଳେ ଖୁସି ହୁଅନ୍ତି? ଆମ ଉପରେ ଖୁସି ହଉଥିବେ ତ? ନା ହଁ ଖୁସି ହୁଏ। କେତେବେଳେ ଖୁସି ହୁଏ? ଯୋଉ ଲକ୍ଷ୍ୟ ନେଇ ଆମେ ଆସିଛୁ, ତମକୁ ଭଲ ମଣିଷଟିଏ ଗଢ଼ିବା ପାଇଁ, ପରମାର୍ଥ ଜୀବନର ପଥ ତୁମକୁ ଆମେ ପରିଚାଳନା କରିବା ପାଇଁ, ଯେତେବେଳେ ଆମେ ଦେଖୁ ପରମାର୍ଥ ଜୀବନକୁ ନେଇ ଆମେ ସହିତ ଯୁକ୍ତ ହୋଇଯାଉ ପରମାର୍ଥ ଆଲୋଚନାରେ ବା ପରମାର୍ଥ ଭାବରେ, ସେତେବେଳେ ଆମ ଭିତରେ ବହୁ ଆନନ୍ଦ ଆସେ। ଯେ ଧନ ମୋର ଫେରି ଆସେ ମୋହରି କୂଳ ସେତେବେଳେ ମୁଁ ଭାବେ ମୋ ଧନ ମୋ କୋଳକୁ ଫେରି ଆସିଲା, ମୋ କୋଳକୁ, ଏ କୋଳ ପ୍ରଶସ୍ତ ହେଇଗଲା, ତା ପାଇଁ ଫେରି ଆସିଲା। ମୁଁ ଯୋଉ ଲେଖିଛନ୍ତି ପୁରା, ତୁ ଯେତେବେଳେ ଆବର୍ଜନା ହେଇ ଆସୁଛୁ, ମୁଁ ତତେ କଣ କୋଳକୁ ଟାଣି ନେଇନି ରେ ଧନ? ବିଷୟ ଆବର୍ଜନାରେ ଯେତେବେଳେ ଆବର୍ଜିତ ହେଇ ଆସିଛୁ, ମୁଁ ତତେ କଣ କୋଳକୁ ଟାଣି ନେଇନି? ମୁଁ କଣ ମୋର ପଣତ କାଣ୍ଡରେ ତତେ ପୋଛି ଦେଇନି? ତୋର ଦୁଃଖ ସୁଖ ବୁଝିନି? ସବୁ ବୁଝିଛି, କିନ୍ତୁ ଆମେ କଲେ କଣ? ପ୍ରଶ୍ନ, ସେ ଏତେ ସ୍ନେହ ଶ୍ରଦ୍ଧା ମମତା ଦେଲେ, ଆମେ କଲେ କଣ? ତାଙ୍କ ପାଇଁ ଆମେ କଣ କଲେ? ଏବେ ବି ଯଦି ସ୍ମୃତି ପୀଠରେ ପ୍ରଣାମଟି ହେଲେ, ଯେତେବେଳେ ତାଙ୍କ କଥା ମନେ ପଡ଼ିଯାଏ, ତାଙ୍କ ଭାବ ଆ ଭିତରକୁ ପଶି ଆସେ, ସେତେବେଳେ ଗୋଟିଏ ଭିତରେ ଉଠି ମାରେ, ପ୍ରଭୁ ଆପଣ ଯେତିକି ଭଲ ପାଇଲେ ଆମକୁ, ଆମେ ଆପଣଙ୍କୁ ସେତିକି ଭଲ ପାଇପାରିଲୁ। ଆପଣ ଆମକୁ ଯେତିକି ନିଜର କଲେ, ଆମେ ତାଙ୍କୁ ସେତିକି ନିଜର କରିପାରିଲୁ। ପ୍ରଶ୍ନ ନିଜକୁ ନିଜେ ସମସ୍ତେ ପଚାରନ୍ତୁ। ପ୍ରଭୁ ଚରମ ପୃଷ୍ଠାଟି ପଢି ଦିଅନ୍ତୁ କଲ୍ୟାଣରେ, ଦେଖନ୍ତୁ ସେ କେତେ ନିଜର କରି ତାଙ୍କର ମନର ଭାଷାକୁ କଲମ ମାଧ୍ୟମରେ ସିଏ କାଳିରେ କାଗଜ ଉପରେ ଆମ ପାଇଁ ଲେଖି ଦେଇକିରି ରଖିଦେଇ ଗଲେ, କିନ୍ତୁ ଆମେ ତାକୁ ଭଲ କରି ମନ ଚୈତନ୍ୟ ଦେଇ ପଢିଲେନି ତ, ସେ ଭାବ ଭିତରେ ଆମେ ରହିଲେନି ତ, ସେତିକି ଭଲ ପାଇବା ଦେଇକିରି ଥରେ ଦେଲି ଡାଇରିଟିଏ ବୋଲି, ପ୍ରଭୁ ଏଥିରେ ଗୋଟେ ବାଡ଼ି ଲେଖିଦେଲେ। ମୁଁ ଡାଇରିଟିଏ କହିଲେ ସର୍କ ଭାଇକି ମାଗିଲେ, ଏଇ ସମୟ କହିପାରିଲେ କଣ ଲେଖିଥାଏ, ଚାଲିଥାଏ ଲେଖା, ସେ ଡାଇରିଟି ମାଗିଲେ, ସେ ଡାଇରିଟି ଦେଲେ ଆଗେ ସର୍କ ଭାଇ, ରବି ଭାଇଙ୍କ ଘର ଚାଳ ଘର, 92 ମସିହା। ସେ ତାদের ଲେଖିଲେ, ତୁମେ ମତେ ଭଲ ପାଅ କି ନ ପାଅ,
ମୁଁ ତୁମକୁ ଭଲ ପାଉଛି, ତୁମେ ପଛେ ମତେ ପର ବୋଲି ଭାବ, ମୁଁ ତୁମକୁ ନିଜର କରିଦେଇଛି। କହିଲେ ତୁମେ ମତେ ଭଲ ପାଅ କି ନ ପାଅ, ମୁଁ ତୁମକୁ କିନ୍ତୁ ଭଲ ପାଇଛି। କାହିଁକି ନା ତୁମ ଛଡା ତୋ ଛଡା କିଏ ଅଛି ଏ ସଂସାରରେ ମୋର? ଡାକିଛି ବା ଦୁଇ ହାତ ଟେକି ଉପରକୁ ଗର୍ଭ କଣ୍ଠରେ ଥରେ କହିଦେବୁ ତୋ ଛଡା ମୋର କେହି ନାହିଁ। ମୁଁ ତତେ ଯେମିତି ସର୍ବସ୍ୱ କରି ଆଣିଛି ତୁ ସେମିତି କହିଥିଲୁ ତୋ ଛଡା ମୋର ଆଉ କେହି ନାହିଁ। ମୁଁ ତତେ ସର୍ବସ୍ୱ କରିଛି, ମୁଁ ତତେ ଭଲ ପାଇଛି, କିନ୍ତୁ ତୁ ମତେ ସେତିକି ଭଲ ପାଇବା ଦେଇପାରିଲୁନି। ଚାଇନାର ଧନ ପୂଜା ରଚନା ଟଙ୍କା ସୁନା ବଳି ଭବ ପାଗଳ ପରାଏ ଖାଇ ତୋର ପଛେ ପାଇବାକୁ ଟିକେ ଭାବ। ଏ ଭାବର ଠାକୁର ଆସିଥିଲେ, ଟିକେ ଭାବ ମାଗୁଥିଲେ। ହାତ ପତେଇ ଭାବ ମାଗିছিনি, ହାତ ପତେଇ ଭାବ ମାଗିছিନି। ମୁଁ ବା ଗୋଟିଏ ଭାବ ରଖିଲି ଯେ ପିତାର ଭାବ ବା ମାର ଭାବ। ସେ କହିଲେ ଜନ୍ମ ଦବାର ସିନା ଜନନୀ, ମାତୃ ମର୍ଯ୍ୟାଦା ନ ପାଏ ବହିନି। ଏ କଥାଟି ତ ବିଭିନ୍ନ ଉପାୟରେ ବିଭିନ୍ନ ବକ୍ତାମାନେ ଆଲୋଚନା କରୁଛନ୍ତି। ଜନନୀ ତତେ ଯେ ଜନ୍ମ ଦେଲା, ତୋର ମା 10 ମାସ 10 ଦିନ ଗର୍ଭରେ ଧରି କେତେ କଷ୍ଟ, ଅସହିଷ୍ଣୁ କଷ୍ଟ ତୋ ପାଇଁ ସହିଛି। ଚରଣରେ ଲେଖିଛି ମାର କେତେ କଷ୍ଟ, ମାର କେତେ ଆନ୍ତରିକତା, ତତେ ଗର୍ଭରେ ଧରିଲା ଦିନ ଠାରୁ କେତେ ଆନ୍ତରିକତା। ଜନ୍ମ ଦେବାର ସିନା ଜନନୀ, ତୁ ସେ ଜନନୀ କି ମାର ମର୍ଯ୍ୟାଦା ଦେଇପାରିଲୁ। ତାଙ୍କ ମୁହଁରୁ ବାହାରିଗଲା ମାର ଋଣ ଏ ସୃଷ୍ଟିରେ କେହି ସୁଝି ପାରିବେ ନାହିଁ। ଆମେ ବାପା ମାଙ୍କ ଋଣ ସୁଝିଛ ତ? ବାପା ମାଙ୍କ ସ୍ନେହ ଭକ୍ତି, ବାପାର ଭାବ କଣ? ଟିକେ ବାପାର ଭାବନା ସମନ୍ୱୟ ଭାବ। ପିତାର ଭାବ ବା ଦେଇ ଦେଇଛନ୍ତି ଜନ୍ମରେ ଯେ ପୁପୁଡ଼ି ତା କର୍ମ କ୍ଷେତ୍ରରେ ବଡ଼, ସିଂହ ତା କର୍ମ କ୍ଷେତ୍ରରେ ବଡ଼। କାହାରି କର୍ମକୁ ଛୋଟ ବଡ଼ କରିବୁନି ରେ ଜନ, କେହି ବଡ଼ କି ଛୋଟ। ଦୁଷ୍ଟ ବି ମୋର ସନ୍ତାନ, ଶିଷ୍ଟ ବି ମୋର ସନ୍ତାନ। ତୁ ଦୁଷ୍ଟ ଶିଷ୍ଟର ବିଚାର କରିବୁ ନାହିଁ। କହିଦେଇଛି ନା ସମନ୍ୱୟ ଭାବ ପା। ଆମ ଆଜି ସୃଷ୍ଟିରେ ବି କଣ ହେଇଛି ନା, ଯଦି ଯୋଉ ପୁଅଟି ଭଲ ରୋଜଗାର କରୁଛି, ଯୋଉ ବୋହୂଟି ଭଲ କରି ଖାଇବାକୁ ଦଉଛି, ଶାଶୁ ଶ୍ୱଶୁରଙ୍କର ବାପ ମାଙ୍କର ସେ ବୋହୂଟି ଭଲ, ସେ ପୁଅଟି ଭଲ, ଆଉ ଗୋଟିଏ ମୂର୍ଖ ପୁଅକୁ ପଚାରେ। ସମନ୍ୱୟ ଭାବ, ପିତାର ଭାବ ହଉଛି ସମନ୍ୱୟ ଭାବ। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ସବୁ ଶ୍ରୀରାମ ଯେତେ ଅବତାରୀ ମତେ କହିଲେ ମହାଶୟ କେହି ସମନ୍ୱୟ ଭାବ ଆଣି ପାରିଛନ୍ତି। ଆମେ ତାଙ୍କୁ ସମାନ କରୁଛେ ଯେ ତାଙ୍କ ସହିତ। ପ୍ରଭୁ ଜଗନ୍ନାଥ ସମନ୍ୱୟ ଭାବ ଆଣିପାରିଲେ। ଯଦି ତ ସମନ୍ୱୟ ଭାବ ଆଣିଲେ ଲକ୍ଷ୍ମୀ ରହିପାରିଥାନ୍ତେ ତାଙ୍କ ପାଖରେ। ସୁଭଦ୍ରାଙ୍କୁ କାହିଁକି ରଖିଲେ? ଯୋଗମାୟାକୁ, ଯୋଗମାୟା ଅନୁସାରେ ହେଉଛନ୍ତି ସୁଭଦ୍ରା। ଯୋଗମାୟାକୁ ରଖିଲେ ପାଖରେ, ବୁଝିଲେ ନା? ଲକ୍ଷ୍ମୀକି ରଖିପାରିଲେନି, ସମନ୍ୱୟ ଆଣିପାରିଲେନି। ପ୍ରଭୁ ଶ୍ରୀକୃଷ୍ଣ ସମନ୍ୱୟ ଆଣିପାରିଲେନି। ପିତାର ଭାବ ଯୋଉ ସମନ୍ୱୟ ଭାବ, ବାପାର ଭାବ, ମାର ଭାବ ଯୋଉ ସମନ୍ୱୟ ଭାବ, ମାର ଯୋଉ ସ୍ନେହ, ମାର ଯୋଉ ଶ୍ରଦ୍ଧା ମମତା। ଆଚ୍ଛା କହିବା, ଆମେ ଯେତେବେଳେ ଛୋଟିଆଟି ହେଇଥିଲେ, ବର୍ଷକର ଝିଅ ବା ପୁଅ, ମା କଣ କରେ? ବାତ୍ସଲ୍ୟ ମମତାରେ ହୋଇଥାଉ ଦୋଳି, ଗେଲ ବସରରେ କେତେ କରିବ ଶୋଳି। ଖେଳନା ଦେ, ସେ ଖେଳନା ଦେ, ଏ ଜିନିଷ ଦେବି, ସେ ଜିନିଷକୁ ଧରିବ। ମା କଣ କରେ ସେତେବେଳେ? ପୁଅକୁ ବା ତା ଝିଅକୁ ଉଠେଇ ତା ସର୍ବାଙ୍ଗରେ, ମୁଁ କହିଦଉଛି ଯେତେବେଳେ ଶିଶୁ ଅବସ୍ଥା, ତା ସର୍ବାଙ୍ଗରେ ସ୍ନେହ ମମତାର ଗୁଚ୍ଛ ହେଇଥାଏ। ବାପା ମା ତାର, ବାପା ତାଙ୍କର ଯୋଉଠି ନାଇଁ କୋଉଠି ପେଟରେ ଗେଲ କରିଦିଅନ୍ତି, ଛାତିରେ ଗେଲ କରିଦେବେ, ପିଠିରେ ଗେଲ କରିଦେବେ, ଗାଲିରେ କଣ୍ଠ ଦେଶରେ ଗେଲ କରିଦେବେ, ଏଇଆ ନା। ଆଚ୍ଛା ଠାକୁର କହିଲେ କିନ୍ତୁ ବାପା ମାଙ୍କର ଋଣ କିଞ୍ଚିତ ମାତ୍ର ଶୁଝି ପାରିବ ନା। ତାଙ୍କ ସେବା କଲନି। କହିଲେ ଜନ୍ମ ଦବାରୁ ସିନା ଜନନୀ, ତୁ ସିନା ଜନ୍ମ ଦବାରୁ ସେ ଜନନୀ ହେଲା, ତୁ ଧରା ପୃଷ୍ଠକୁ ଆସିଲୁ। ଧରା ପୃଷ୍ଠକୁ ଆସିବାର ତୁ ଏ ଦେହଟି ମାଧ୍ୟମ କିଏ? ହଉଛି ବା ଜନନୀ ମା। କହିଲେ ମାତୃ ମର୍ଯ୍ୟାଦା ନ ପାଏ ବହିନି, ତୁ ମାକୁ ଦେଲୁନ, ବାପାକୁ ଦେଲୁନ, କିନ୍ତୁ ମୋହିନୀ ଯୋଉ ମୋହିନୀଟି ତତେ ଆଣିଥିଲା। ଗୋଟେ କଥା, ସେ ମୋହିନୀ ମାୟା
କଥାଟି କିଏ କହିଦେଉଛି ଗଢ଼େଇ ଦେଉଛି। ସମସ୍ତେ ତ ମୋହିନୀକି ବିଭିନ୍ନ ଉପାୟରେ ଆଲୋଚନା କରୁଛନ୍ତି। ଅନାଦି ଠାରୁ ଆଦି ଶକ୍ତି ମାୟା ସ୍ୱରୂପେ ବିରାଜନ୍ତି। ଆଦି ଶକ୍ତି ଅନାଦି ବ୍ରହ୍ମଙ୍କ ଠାରୁ ସୃଷ୍ଟି ସିଏ ଆଦ୍ୟ ଶକ୍ତି ଭାବରେ ପ୍ରତିଷ୍ଠା ହେଲେ। ଯେଉଁ ଆଦି ଶକ୍ତି ଆମର ଯେଉଁ ଇଷ୍ଟ, ଆମକୁ ଯିଏ ଇଷ୍ଟ, ଆମେ ଯେଉଁ ଗୁରୁଙ୍କ ସହିତ ବା ଠାକୁରଙ୍କ ଏକଭୂତ ହୋଇ ଆସିଥିଲେ ଆଦି ଶକ୍ତି, ଯେଉଁ ଆଦି ଶକ୍ତି ଆମକୁ ଗଢ଼ିଥିଲେ ଜନନୀ ଜଠରରେ, ସେ ଆଦି ଶକ୍ତିଙ୍କ ଠାରୁ ସେ ଶକ୍ତି, ସେ ମାୟା ହୋଇଲା ବିସ୍ତାର। ରାଧିନୀ ଶକ୍ତି ନାମ ତାର। ରାଧିନୀ ଶକ୍ତି ସୃଷ୍ଟି ହେଲା। ରାଧିନୀ ଶକ୍ତି ବଳରେ ହାତିନୀ ଶକ୍ତି ବେରିବାଗ ତମୁ ଜନମୀରେ ଜନିଲିଙ୍ଗ। ସୂକ୍ଷ୍ମରେ ସେଇ ଯୁକ୍ତ ହୋଇ ପିଣ୍ଡ ବ୍ରହ୍ମାଣ୍ଡକୁ ସୁଝୋଇ, ଏ ପିଣ୍ଡକୁ ସୁଝିଚିଲି ବ୍ରହ୍ମାଣ୍ଡକୁ ବି ସୁଝିଲେ। ସୂକ୍ଷ୍ମରେ ଯୁକ୍ତ ହୋଇ ସ୍ଥୂଳରେ ନାରୀ ପୁରୁଷ ଦୁଇ ହୋଇ, ସୂକ୍ଷ୍ମରେ ସ୍ଥୂଳରେ ସଂସାର ଗଢ଼ଇ। ମାୟା ମୋହିନୀ ରୂପ ଧରି ପିଣ୍ଡ ବ୍ରହ୍ମାଣ୍ଡେ ଅଛି ପୁରୀ। ସେ ମାୟା ମୋହିନୀ ରୂପ ଧରି ଯୋଉ ସୃଷ୍ଟିର ଆକର୍ଷଣ, ନାରୀ ପୁରୁଷ ଆକର୍ଷଣ, ପୁଅ ଝିଅ ଆକର୍ଷଣ, ଯୋଉ ମାୟାର ଆକର୍ଷଣ, ପାରିବାରିକ ଆକର୍ଷଣ, ପୁଅ ଝିଅ ସହିତ ଆକର୍ଷଣ, ଯୋଉ ଆମକୁ ଆକର୍ଷଣ ବା ଧନ ସମ୍ପତ୍ତି ଗୀତ ବିଭବ ଆକର୍ଷଣ ଯେ କରୁଛି, ସେଇ ହଉଛନ୍ତି ମାୟା ମୋହିନୀ। ମାୟା ମୋହିନୀ ରୂପ ଧରି ପିଣ୍ଡ ବ୍ରହ୍ମାଣ୍ଡେ ଅଛି ପୁରୀ। ସେଇ ମୋହିନୀ, ଯୋଉ ମୋହିନୀ ଆମକୁ ଆଣିଛି, ଯୁକ୍ତ କରିଛି ବାପ ମାଙ୍କୁ ଏକାଠି କରି ହାଦିନୀ ଶକ୍ତି ବଳରେ ଯିଏ ସୃଷ୍ଟିକି ଆମକୁ ଆଣିଛି, ସିଏ ହଉଛି ମୋହିନୀ ଶକ୍ତି। ସେଇ ମୋହିନୀ ମାତୃ ମର୍ଯ୍ୟାଦା, ତୁ ତାକୁ ଜାଣିଲୁନୁ, ତାକୁ ଚିହ୍ନିଲୁନୁ। ତୁ ସିନା ଜନ୍ମ ଦେଲା ତତେ ଜନନୀ, ମା ଗର୍ଭକୁ ଯିଏ ଆଣିଥିଲା ମୋହିନୀ, ତୁ ତାକୁ ସମ୍ମାନ ଦେଇ ଶିଖିଲୁନୁ, ତାକୁ ଚିହ୍ନିଲୁନୁ, ତାକୁ ଜାଣିଲୁନୁ। ତୁ ଯଦି ନ ଜାଣିଲୁ, ମୋହି ତୋର ମାତା ମୋହି ତୋର ପିତା, ଭୁଲି ନଦେଲୁ ଏ ଚରମବାଣୀ। ବୁଝିଲ? ଚରମରେ ଲେଖିଦେଲେ ଚରମବାଣୀ। ଚରମବାଣୀ ଅର୍ଥ କଣ? ସିଏ କହିଲେ ତାଙ୍କ କଥା ମୁହେଁରେ କହିଲେ, କହିଲେ ଚରମ ବାଣୀ କହିଲେ ଯୋଉ ଲେଖି ଦେଇଛି ମୁଁ ଚରମରେ। କଣ ଲେଖିଥିଲି? ସେ କହିଲେ ଗୁରୁ ଏବଂ ସ୍ୱାମୀ। ସ୍ୱାମୀ ଅର୍ଥ ଇଷ୍ଟ। ମୁଁ ହିଁ ଗୁରୁ, ମୁଁ ହିଁ ଇଷ୍ଟ। ଗୁରୁ ସ୍ୱାମୀ, ଇଷ୍ଟ ଭାବ ମାତୃଙ୍କର ବାତ୍ସଲ୍ୟ ମମତା, ଚରମ ପୃଷ୍ଠରେ ବୁଝା ଇଲିକି ତାକିତା। ଚରମ ବାଣୀ ଚରମ ପୃଷ୍ଠରେ ତ ମୁଁ ତତେ ବୁଝେଇ ଦେଲି ବାତ୍ସଲ୍ୟ ମମତା କେମିତି ତତେ ଦେଇକି ଧନରେ, ମୋ ଗଳା ମାଳିରେ, ମୋ ରଙ୍ଗ ରତନରେ। ଆଚ୍ଛା କହିଲେ, ଆପଣଙ୍କ ପୁଅ ଝିଅ ସବୁ ମା ମାନଙ୍କର ଅଛି, ପୁଅକୁ ଏତିକି ଗେଲା, ଏତିକି ଶବ୍ଦରେ, ଯେତିକି ଶବ୍ଦ ସିଏ ଆମକୁ ବ୍ୟବହାର କରିଛନ୍ତି, କେହି ତାଙ୍କ ପୁଅ ଝିଅକୁ ଏତିକି ଶବ୍ଦ ବ୍ୟବହାର କରିପାରିଛିନି? ଏତିକି ଗେହ୍ଲାରେ ବଢେଇଛିନି? ଏତେ ଗେହ୍ଲାଳିଆ କଥା କହିପାରିଛିନି? ତେଣୁ ଚରମ ପୃଷ୍ଠରେ ମୁଁ ତା ପିତା ପିତା ବୁଝେଇ ଦେଲି ମାର ଭାବ, ମାତୃତ୍ୱର ଭାବ। ଆଚ୍ଛା, ସିଏ ଯୋଉ ମାର ଭାବଟେ ଦେଲେନି, ଆମେ କଣ କଲେ? ମାର ଭାବରେ ସେ ଲେଖିଛିନି, ଅତି ଗେହ୍ଲା କରିଦେଲି ତତେ। ତ ଅଳି ଅର୍ତ୍ତଳିକି ମୁଁ ସବୁ ମୁଣ୍ଡରେ ବାହିନେଲି, ସବୁ ତ ସହିଗଲି। କହିଲେ ସବୁ ଅଳି ଅର୍ତ୍ତଳିକି ସହିଲି ତୋହରି, ଦିନେ ହେଲେ ତୋତେ ଧନ ଦେଇ ନାହିଁ ଗାଳି, ଧନରେ ତୁ ପରା ମୋର ଜୀବନ ସଂକାଳୀ। ଆମେ ଗାଳି ଦଉଛେ, ଚୋର ଚପଲାଟା ପକଉଛେ ପୁଅକୁ, କିନ୍ତୁ ସେ ଦିନେ ହେଲେ ଆମକୁ ଆମ ଦୋଷ ଦୁର୍ଗୁଣକୁ ଧରି ଆମକୁ ବାଛି ଆମକୁ ଦଣ୍ଡ ବିଧାନ କଲେନି କି ଚପଲାଟି ମାରିଲେନି କି ପୋଡ଼ାକିରି କଥାଟି କହିଲେନି। ମୁଁ କହିଲି କାହିଁକି ଏମିତି କଲେ? ନା ମାତୃତ୍ୱ ମମତା ମଧ୍ୟ ସବୁ ଭୁଲିଗଲୁ, ଭଲ ମନ୍ଦ ବିଚାର ମନରେ ନ ନେଲୁ। ମୁଁ ଯୋଉ ଗେହ୍ଲା କରିଦେଲି ତୁମମାନଙ୍କୁ, ମାତୃତ୍ୱର ସ୍ନେହ ମମତା ଦେଇଦେଲି, ତୁମେ ସବୁ ଭୁଲିଗଲ। ତମେ ଯେମିତି ମା ଗେହ୍ଲା କରିଦେଲେ, ପୁଅ ଦୋଷ କଲା, ବାପା କଣ କରନ୍ତି? ବାପାର କାମ ହଉଛି ଛାଟ ଧରିକି ପାହାରେ ପକେଇବେ। ମା କଣ କରିବ? ତାକୁ ପଣତ କାନି ତଳେ ଘୋଡେଇ ଦବ, ପୁଅ ଦୋଷୀ ହୁଏ, ମୋ ପୁଅ କିଛି କରିନି, ମୋ ପୁଅ ଭଲ। ଦେଖୁନାହାନ୍ତି କୃଷ୍ଣ ଜନ୍ମର ଉପାଖ୍ୟାନ, ଯଶୋଦା କେତେ ତାଙ୍କ ପୁଅକୁ ମାନିଲେ, ମୋ କୃଷ୍ଣ ଦୁଷ୍ଟ ହଉଛି, କୋଉଠି କାଳେ ଦହି ହାଣ୍ଡି କ୍ଷୀର ହାଣ୍ଡି ଖାଉଛି, କହିଛି? କହିନାହାନ୍ତି, ଜମା ମାନିବେନି। ତେଣୁ ମାର ସ୍ନେହ ସେ ଏତେ ଦେଲେ,
ଏତେ ମାର ସ୍ନେହ ଆମ ଉପରେ ଢାଳି ଦେଲେ ଆଜି ଆମେ ଯୋଉ ବିଶୃଙ୍ଖଳିତ ଅବସ୍ଥାକୁ ଯାଇଛେ, ଆଜି ଗୁରୁ ଧର୍ମରୁ ବିଚ୍ୟୁତ ହେଇଛେ ବା ପିତା ଧର୍ମରୁ ଆଜି ଆମେ ନିଜକୁ ଦୂରେଇ ଦେଇଛେ, କେବଳ ହଉଛି ଠାକୁରଙ୍କର ବା ଗୁରୁସ୍ୱାମୀଙ୍କର ମାତୃତ୍ୱ ଭାବ, ପିତୃତ୍ୱର ଅନୁଶାସନକୁ ଆମେ ଭୁଲିଗଲେ। ବୁଝିଲେ? ତେଣୁ ସେ କହିଲେ କଣ ନା ତୁ ଭୁଲିଗଲୁ ମାତୃତ୍ୱ ମମତା ଭିତରେ, ତୁ ସବୁ ଭୁଲିଗଲୁ ମୋ କଥା, ପିତାର ଅନୁଶାସନକୁ ମାନିଲୁ ନାହିଁ। ଆଉ କହିଥିଲି ବା ତୁ ଚାଲାକି ଦେଖେଇ ବିଭିନ୍ନ ସମୟରେ ବିଭିନ୍ନ ଆଳ ନେଇ ତୁ ଖସି ଯାଉଛୁ, ମୋ କର୍ମଧାରା କରିପାରୁନି। କାହିଁ କରିପାରୁନି? କାହିଁ ଖସି ଯାଉଛୁ? କହିଲେ ତୁମେ ମାନେ ଯଦି ମୋ ମାର ମମତା, ମାର ସ୍ନେହ ବା କଅଁଳିଆ କଥା ତୁମମାନଙ୍କୁ ଦେଇନଥାନ୍ତି, ତାହେଲେ ତୁମେ କଳିଯୁଗର ମନୁଷ୍ୟ ମାନେ ବା ସ୍ୱାଭିମାନୀ, ତୁମେ ମାନେ ତା ମୋ କତରୁ ଦୂରେଇ ଯାଇଥାନ୍ତ, ଦୂରକୁ ଦୂର ଦୂରକୁ ଦୂର ଚାଲି ଯାଇଥାନ୍ତ। ତୁନି କରିଦିଅ ମା, ହଁ ସେ ତୁନି କରିଦିଅ, ତୁନି କରିଦିଅ, ତମେ ମାନେ ବା ଦୂରେଇ ଯାଇଥାନ୍ତ, ଧର୍ମସୂତ୍ରରୁ ଛିଡ଼ି ଯାଇଥାନ୍ତ। ଲେଖିଥିଲି ବା ଭଲ ମନ୍ଦ ଦେଖି କହିଦେଲେ ଥରେ କରୁଅଛୁ ଅଭିମାନ, କହିବାକୁ ଦିନେ ପାଶରେ ନଥିବି ଅନୁଭବୀରେ ଶୂନ୍ୟ, ଅନୁଭବୀରେ ଶୂନ୍ୟ, ଶୂନ୍ୟତା ଅନୁଭବ କରିବି ଦିନେ ମୋ ପାଶରେ ନଥିବି ଅଭିମାନୀ ସ୍ୱାଭିମାନୀ। କଳିଯୁଗର ବ୍ୟକ୍ତିମାନେ ଯଦି ଚରମକୁ ମନ ଚୈତନ୍ୟ ଦେଇ ସବୁବେଳେ ପଢ଼ିବା ତେବେ ପାଇବା। ବୁଝିଲେ? ତେଣୁ ସମନ୍ୱୟ ଭାବ, ଗୋଟେ ଛୋଟ ମୀମାଂସାଟେ କହିବା କେମିତି ସମନ୍ୱୟ ଭାବ, କାହିଁକି ପ୍ରଭୁ ପାଦ ଗୁରୁସ୍ୱାମୀ କରିଦେଲେ ସବୁ ଶାସ୍ତ୍ର, ଯେତେ ଶାସ୍ତ୍ର ଆସିଛି ବେଦ ଶାସ୍ତ୍ର ଠାରୁ ଯେତେ ଶାସ୍ତ୍ର ସୃଷ୍ଟିକି ସବୁ ଯାକ କଣ ନା ଧୂଆଁବାଣ। କାହିଁକି ଧୂଆଁବାଣ କଲେ? କାହିଁକି ନା ଯେଉଁମାନେ ଶାସ୍ତ୍ରକୁ ଆଣିଲେ ସେମାନେ ସ୍ରଷ୍ଟା ପୁରୁଷଙ୍କର ଲୀଳା ପର୍ଯ୍ୟନ୍ତ, ଆଜି ଯେଉଁ ସ୍ରଷ୍ଟା ପୁରୁଷ ନିଜେ ଆସିଥିଲେ, ଇଏ ସ୍ରଷ୍ଟା ପୁରୁଷ ଆଜି ଆସିଥିଲେ, ସ୍ରଷ୍ଟା ପୁରୁଷ ବିଧି, ଇଏ ଅବତାର ଅବତାରୀ ନୁହନ୍ତି, ସେମାନେ ସ୍ରଷ୍ଟା ପୁରୁଷ ନୁହନ୍ତି, ଇଏ ଆସିଥିଲେ ଆଜି ସ୍ରଷ୍ଟା ପୁରୁଷ। ଏ ସ୍ରଷ୍ଟା ପୁରୁଷ ଏବଂ କହିଛନ୍ତି ମଧ୍ୟ ଆମେ ପରା ବିଧି ବିଧାନ ଆଣିଛୁ, ନିଜକୁ ଯଦି ଆମ ବିଧାନ ଭିତରେ ନ ରଖିବୁ ଧନ, ତେବେ ତୋର କଣ ହବ କହିଲୁରେ ଧନ। ତେଣୁ ବିଧାନ ଆଣିଥିଲେ ବିଧି, ତେଣୁ ଆସି କଣ କଲେ? ପିତାର ଭାବ କଣ? ସମନ୍ୱୟ ଭାବ। ସିଏ କାହିଁକି ଛୋଟ ପିଲା ଠାରୁ ବଡ଼ ମଣିଷ ପର୍ଯ୍ୟନ୍ତ, ଜାତି ଠାରୁ, ଜାତି ଧର୍ମ ବର୍ଣ୍ଣ ଠାରୁ ସମ୍ପ୍ରଦାୟ ଲିଙ୍ଗ ନିର୍ବିଶେଷରେ ସେ କଣ କରେ? ସମସ୍ତଙ୍କୁ ସମାନ କରିଦେଲେ। କାହିଁକି? ବେଦରେ ବା ବିଚାର ଅଛି, ମାନେ ଦେବ ପୂଜା କରିବାର ଅଧିକାର ନାହିଁ, ବେଦ ପଢ଼ିବାର ଅଧିକାର ନାହିଁ, ବେଦରେ ଅଛି। ମା ମାନେ ବେଦ ପଢ଼ିବାର ଅଧିକାର ନାହିଁ, ପଢ଼ିପାରିବେନି। କିନ୍ତୁ ପ୍ରଭୁ କଣ କଲେ? ଶାସ୍ତ୍ର ପଢ଼ିବାର ଅଧିକାର ଦେଲେ। ସ୍ୱତନ୍ତ୍ର ମୀମାଂସା ଦର୍ଶନ ଚର୍ମଶାସ୍ତ୍ର ସେ ଖସେଇ ଅବ୍ୟକ୍ତରୁ କଣ କଲେ? ଅବ୍ୟକ୍ତର ମାନସ ସନ୍ତାନ ହଉଛନ୍ତି ଚରମ, ମାନସ ସନ୍ତାନ, ମାନସରୁ ପ୍ରଭୁଙ୍କର ମାନସରୁ ଉତ୍ପତ୍ତି ତାଙ୍କର। ତେଣୁ ଦେଇଦେଲେ ପଢ଼ିବା ପାଇଁ। ସବୁ ଶାସ୍ତ୍ରର ଊର୍ଦ୍ଧ୍ୱରେ ହେଉଛନ୍ତି ଚର୍ମଶାସ୍ତ୍ର। ତେଣୁ କହିଲେ ଶାସ୍ତ୍ର ଧୂଆଁବାଣ। କାହିଁକି କହିଲେ? ଯେ ଯେଉଁ ମୁନି ଋଷିମାନେ ଶାସ୍ତ୍ରକୁ ଆଣିଛନ୍ତି ସେମାନେ ଶାସ୍ତ୍ରର ମୂଳ ପର୍ଯ୍ୟନ୍ତ ଯାଇପାରି ନାହାନ୍ତି। ଲୀଳାର ସ୍ରଷ୍ଟା ପୁରୁଷଙ୍କର ଲୀଳାର ମୂଳ ପର୍ଯ୍ୟନ୍ତ ଯାଇପାରି ନାହାନ୍ତି। ତେଣୁ ସେମାନେ କଣ କଲେ? ଶାସ୍ତ୍ରରେ ଦୁଷ୍ଟ ଶିଷ୍ଟ ସଚେଇ ସେ କଣ କଲେ? ଆଉ ଗୋଟେ କଥା ବେଦରେ ମଧ୍ୟ ଅଛି, ଅସବର୍ଣ୍ଣ ମାନଙ୍କର ଯୁଗ ଯୁଗ ଧରି ଯେଉଁମାନେ ଚଣ୍ଡାଳ ସେମାନଙ୍କର ପୂଜା କରିବାର, ବେଦ ପଢ଼ିବାର ଅଧିକାର ନଥିଲା। ଭଲ ଛୋଟିଆ କଥା ଟିକେ କହିଦେବା। ଆଚ୍ଛା, ଦ୍ୱାପର ଯୁଗରେ କଣ ହେଇଛି ନା ଯେତେବେଳେ ଯୁଧିଷ୍ଠିର ରାଜ୍ୟ କେମିତି ଚଣ୍ଡାଳ ବୋଲି ଘୃଣ ଅବସ୍ଥାରେ ଥିଲେ ଅସବର୍ଣ୍ଣ ମାନେ, ଆଜି ତ ବିଭିନ୍ନ ଜାତି ହେଇଯାଇଛି, କିନ୍ତୁ ଯୁଗ ଅନୁସାରେ ତାଙ୍କୁ କୁହାଯାଉଥିଲା ଚଣ୍ଡାଳ। ଚଣ୍ଡାଳ ଏବଂ ସବର୍ଣ୍ଣ ଦୁଇଟି ବର୍ଣ୍ଣ କେବଳ ଥିଲେ। ଆଚ୍ଛା, କଣ ହେଇଛି ନା ଜଣେ ଯେତେବେଳେ ରାଜସ୍ୱ ଯଜ୍ଞ ଚାଲିଛି, ଜଣେ ମୋଚି
ରାଜପୁତ୍ର ମାନେ ଆଗରେ ଚାଲିଛନ୍ତି, ତାଙ୍କୁ ବନ୍ଦାପନା କରି ନଉଛନ୍ତି ଦ୍ରୌପଦୀ, ପଛଟି ନଉଛନ୍ତି ବନ୍ଦାପନା କରି ଅର୍ଘ୍ୟ ଥାଳି ଧରି। ଯେତେବେଳେ ଗୋଚି ପାଖକୁ ଆସି ପହଞ୍ଚିଗଲେ, ଗୋଚିଟି ଯାଇ ଦ୍ୱାରଦେଶରେ ପହଞ୍ଚିଗଲା, ଘୃଣାରେ ଅର୍ଘ୍ୟ ଥାଳିଟି ଖସି ପଡ଼ିଲା। ଘୃଣା କଲେ ଦ୍ରୌପଦୀ, ମା ଯୋଗମାୟା ଘୃଣା କଲେ ଯେ ଗୋଟେ ଚଣ୍ଡାଳକୁ, ମୁଁ ରାଜରାଣୀ, ମୁଁ ଗୋଟେ ଚଣ୍ଡାଳକୁ ନେବି ବନ୍ଦାପନା କରି। ସେଠୁ ଫେରିଗଲେ, ଅର୍ଘ୍ୟ ଥାଳିଟି ଖସି ପଡ଼ିଲା। ଯେତେବେଳେ ରାଜସ୍ୱ ଯଜ୍ଞ ଆରମ୍ଭ ହୁଏ, ଯେତେବେଳେ ଭୀମକୁ କହନ୍ତି ଯୁଧିଷ୍ଠିର ଶଙ୍ଖ ବାଦନ କର, ଶଙ୍ଖ ବଜା ଭୀମ, ଆଉ ଶଙ୍ଖ ବାଜିଲା ନାହିଁ। ପଡ଼ିଥିଲେ ନା କାଟ୍ୟ ଭିତରେ, ଶଙ୍ଖ ଜୋର କରି ବଜା, ଯୁଧିଷ୍ଠିର କହୁଥିଲେ ଜୋର କରି ଶଙ୍ଖ ବଜା, କିନ୍ତୁ ଶଙ୍ଖ ବାଜିଲା ନାହିଁ। ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯୁଧିଷ୍ଠିର ଧର୍ମରାଜ, କହିଲେ ପ୍ରଭୁ କାହିଁକି ଆଜି ରାଜସ୍ୱ ଯଜ୍ଞରେ ଆଜି ବିଘ୍ନ? ନା ଆଜି ଅତିଥିର ଅବମାନନା ହେଇଛି। ମା ଦ୍ରୌପଦୀ ଆଜି ଗୋଟେ ଅତିଥିର ରାଜସ୍ୱ ଯଜ୍ଞ ପାଇଁ ଘୃଣା କରି ଆଜି ଅବମାନନା କରିଛନ୍ତି, ଅର୍ଘ୍ୟ କରି ସେ ଅଛି ଦ୍ୱାରଦେଶରେ, ଆସି ଦେଖିବ ବୋଲି ରାଜସ୍ୱ ଯଜ୍ଞ। ଯେତେବେଳେ ଦ୍ରୌପଦୀ ଜାଣିଲେ ଯେ ମୋ ପାଇଁ ଆଜି ଏତେ ବଡ଼ ବିଘ୍ନ ହେଇଛି, କାନ୍ଦି ପକେଇଲେ। କହିଲେ ଆଜି ପାଇଁ ମୋ ଗର୍ବ, ମୋ ଅହଙ୍କାର ପାଇଁ ଆଜି ଏତେ ବଡ଼ ବିଘ୍ନ, ଆଜି ଯଜ୍ଞ କାର୍ଯ୍ୟରେ ମୁଁ ବିଘ୍ନ ସୃଷ୍ଟି କରିଛି। ସେ ପଦଟି ଆସି କବିଙ୍କର ଅଛି ସେଇ ଲେଖାରେ ଯେ ରାଜରେ ରାଣୀଙ୍କ ମୁଖ ନେଇଗଲା, ଲୋତକ ପଡ଼ିଲା ଝରି, ଫେରି ଆସି ପୁଣି ବନ୍ଦାଇ ନେଲେ ସେ ମୋଚିକୁ ଆଦର କରି। ମୋଚିକି ପୁଣି ଫେରି ଆସି ସେ ରାଜରେ ମୁଖ ନେଇଗଲା, କାନ୍ଦି ପକେଇଲେ ଦ୍ରୌପଦୀ, କାନ୍ଦି ପକେଇ ଆସିକିରି ମୋ ଅର୍ଘ୍ୟ ଥାଳିରେ ପୁଣି ବନ୍ଦାପନା କରି ମୋଚିକି ନେଇଗଲେ ରାଜସ୍ୱ ଯଜ୍ଞ। ତେଣୁ ଅସବର୍ଣ୍ଣ ମାନଙ୍କର ଯୁଗେ ଯୁଗେ ଛୋଟ ହେଇକିରି ଥିଲେ। ପଚାରିଲି ଆପଣଙ୍କୁ କ'ଣ ଆଉ ଜାଗା ନଥିଲା? ଏଇ ଗଳିକନ୍ଦି ସାଧାରଣ ପରିବେଶ, ହରିଜନ ସାହି, ଗୋଟେ ସାଧାରଣ ପରିବାର, ଏଇଠି ଆପଣ କ'ଣ ଆସିବାର ଥିଲା ଏଇ ଜାତିରେ? କହିଲେ ଯଦି ମୁଁ ଏ ଜାତିରେ ନ ଆସି ବ୍ରାହ୍ମଣ ଘରେ ଆସିଥାନ୍ତି କ'ଣ ହେଇଥାନ୍ତା ତୁମେ ବିଚାର କର। କହିଲି କ'ଣ? ନା ଯୁଗ ଯୁଗ ଧରି ଅସବର୍ଣ୍ଣ ଯୋଉ ଚଣ୍ଡାଳ ରୂପରେ ଆସିଥିଲେ, ସେମାନେ କେମିତି ଚରମ ପ୍ରାପ୍ତି ହେବେ, କେମିତି ଚରମକୁ ଯିବେ? ଆମେଟା ଯୋଉଠି ପାଇଁ ଏ ଆସିକିରି ଏଇ ଘରେ ଆଜି ସମସ୍ତଙ୍କୁ ସମନ୍ୱୟ କରିଦେଇଛୁ। ଆଚାର୍ଯ୍ୟ ବ୍ରାହ୍ମଣରୁ ଆଜି ପୁରା ତଳୁ ଉପର ଯାକେ ଆଜି ସମାନ କରିଦବା ପାଇଁ ଆସିଥିଲୁ। ସମନ୍ୱୟ ଭାବ, ପିତାର ଭାବ ଦେଖନ୍ତୁ, ଆମେ ପିତୃତ୍ୱର ଭାବ ନେଇ, ସମନ୍ୱୟ ଭାବ ନେଇ, ଚଣ୍ଡାଳ ଅସ୍ପୃଶ୍ୟ ବି ମୋର ସନ୍ତାନ, ଯିଏ ବ୍ରାହ୍ମଣ ବି ମୋର ସନ୍ତାନ। ଯଦି ମୁଁ ବ୍ରାହ୍ମଣ ଘରେ ଆସିଥାନ୍ତି, ଦେବରୀ ବନ୍ଧବାର ସୃଷ୍ଟି ହେଇଥାନ୍ତା, ତୁମେ ସେଠିକି ଯାଇପାରିନଥାନ୍ତ, କି ମୁଁ ସମସ୍ତଙ୍କୁ ଏକାଠି କରିପାରିନଥାନ୍ତି, ସମନ୍ୱୟ ଭାବ ଦେଇପାରିନଥାନ୍ତି। ଆଜି ନାରୀକି ଶାସ୍ତ୍ର ପଢ଼ିବାର ଅଧିକାର, ପାଦୁକାର ପୂଜା କରିବାର ଅଧିକାର, ଅସବର୍ଣ୍ଣ ମାନଙ୍କୁ ପ୍ରଭୁ ପାଦୁକା ଆଜି ବଢ଼େଇ ଦେଇକିରି ଯେଉଁମାନେ ଯୁଗ ଯୁଗ ଧରି ଧର୍ମ କରିବାକୁ ତାଙ୍କର ନଥିଲା ପରିବେଶ, ଆଜି ପରିବେଶ ସୃଷ୍ଟି କରି ସମସ୍ତଙ୍କୁ ପୂଜା କରିବାର ଅଧିକାର ଦେଇଦେଲେ, ସାକ୍ଷାତ କଲେ, ପାଦ ଟିକେ ଧରିଦେଲେ ଠାକୁର। ତେଣୁ ପ୍ରଭୁପାଦଙ୍କର ପିତାର ଭାବ କେମିତି, ସମନ୍ୱୟ ଭାବ ଟିକେ ତାକୁ ନିଜ ଭିତରେ ଆତ୍ମସମୀକ୍ଷା କରନ୍ତୁ। ପ୍ରଭୁ ଆସିଥିଲେ ଆମକୁ କ'ଣ କରିବା ପାଇଁ? ସେ କହି ଆଜି ଚରମରେ ପଢୁଥିଲେ, ତୁ କ'ଣ ପାଇଁ ଆସିଛୁ, କାହିଁକି ଆସିଛୁ, ତତେ କିଏ ଆଣିଛି, ତୁ କ'ଣ କରୁଛୁ? ଆଜି ପଢୁଥିଲେ ରହିବା ଚରମରେ। ତେଣୁ ଆଜି ଆତ୍ମସମୀକ୍ଷା କର। ଯୋଉ ପୁରୁଷ ଆଜି ଆସିଥିଲେ ସେ କ'ଣ ପାଇଁ ଆସିଥିଲେ, କ'ଣ ପାଇଁ ଆମକୁ ସମନ୍ୱୟ ଭାବ ଦେଇକରି ଆଜି ସମାନ କରିଦେଇଛନ୍ତି, କ'ଣ ତାଙ୍କର ଇଚ୍ଛା, ତାଙ୍କର ଉଦ୍ଦେଶ୍ୟ, କୋଉ ଉଦ୍ଦେଶ୍ୟ ନେଇ ସେ ଆସିଥିଲେ? କହିଲେ ଭକ୍ତମାନେ ଧୀରେ ଧୀରେ 4 ଯୁଗ ଧରି ଯେମିତି ଆଲୁଅ ଜଳିକିରି ରନ୍ଧନ କାଚଟି କଳା ହେଇଯାଏ, ଭକ୍ତମାନେ ସେମିତି ନିଚକୁ ଧୀରେ ଧୀରେ ଖସି ଯାଇଛନ୍ତି। ତମେ ଭାବୁଛ କ'ଣ ଅସବର୍ଣ୍ଣ ଘରେ ମୋର ଭକ୍ତ ନାହାନ୍ତି? ସେମାନେ ତ ଅବହେଳିତ ହେଇକିରି 4 ଯୁଗ ଧରି ଆସିଛନ୍ତି। ମୁଁ ତ ସେଇଥିପାଇଁ ଆସିଛି, ବୁଝିଲେ? କହିଲେ 4 ଯୁଗ ଭକ୍ତଙ୍କ ପ୍ରାର୍ଥନାକୁ ନେଇ ଅବ୍ୟକ୍ତ ଧାମରୁ ଦେହ ଆସିଛି ଓଲାଇ।
এই ଦେହଟି ମୋର ଯୋଉ କଥାଟି ଆଲୋଚନା କରୁଥିଲି ସିଧାସଳଖ ଅବ୍ୟକ୍ତ ଧାମରୁ ନରୋତ୍ତମ ଧରି ଆମେ ଆସିଛୁ। ମୁଁ କହିଲି ଏଇ ନରୋତ୍ତମ କଣ ସେଠି ଅବ୍ୟକ୍ତରେ ନା ଯଦି ମୋର ନରୋତ୍ତମ ଅବ୍ୟକ୍ତରେ ନାହିଁ ତୁମେ ଆସିଲ କୋଉଠୁ? ତୁମେ ଆସିଲ କୋଉଠୁ? ତମର ଏ ଦେହ ଆସିଲା କୋଉଠୁ? ଏଟା ଅବ୍ୟକ୍ତର ବ୍ୟକ୍ତ ଅଂଶ ଗୋଟେ ଜୀବଭୂତ ଅନିତ୍ୟ ଅଛି। ଗୋଟେ କ୍ଲାସ ତ ସ୍ୱତନ୍ତ୍ର ହେଇଛି ତାରି ଉପରେ ଦେହ ତତ୍ତ୍ୱ ଉପରେ। ଏ ଦେହ ଆଉ କାହାରି ନୁହେଁ, ତାଙ୍କରି ଇଚ୍ଛା, ତାଙ୍କରି ଅବୟବ, ତାଙ୍କରି ପ୍ରତିଛବି, ତାଙ୍କରି ଅଂଶ। ଆରି ଭିତରେ ଫୁଟି ଉଠିଛି, ତୋରି ଭିତରେ ଫୁଟି ଉଠିଛି ରେ ଧନ କହିଦେଇଛି। ତେଣୁ ଆଜି ସେ ଆସିଥିଲେ ଚୁମ୍ବକ, ଆସିଥିଲେ ଚୁମ୍ବକ, ଲୁହାଖଣ୍ଡ। ଆମେ ସବୁ ଲୁହାଖଣ୍ଡକୁ ଗୋଟେଇ ଏକାଠି କରିଦବା ପାଇଁ ଆଜି ନିଜେ ଆସିଥିଲେ ଚୁମ୍ବକ। ବୁଝିଲେ? ତାହେଲେ ଆମେ କାହିଁକି ଆସିଛୁ? ଏଇ ଚାରି ଯୁଗର ଭକ୍ତ ଯେଉଁମାନେ ଅବହେଳିତ ଥିଲେ, ପ୍ରାର୍ଥନା କରିଥିଲେ ପ୍ରଭୁ ଆମେ ତ ଧର୍ମ କରିବାର ଅଧିକାର ପାଇଲୁନୁ, ବେଦ ପଢ଼ିବାର ଅଧିକାର ପାଇଲୁନୁ, ଆପଣ କୃପା କରି ଆସନ୍ତୁ। ଆଜି ପିତାର ଭାବ ଧରି, ସମନ୍ୱୟ ଭାବ ଧରି ସମସ୍ତଙ୍କୁ ସମାନ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ଆଜି ସମାନ କରିଦେବା ପାଇଁ ଆମେ ଆସିଥିଲୁ ଧରା ପୃଷ୍ଠକୁ। ଆମକୁ କେବଳ ସେଇମାନେ ପାଇବେ, କିଏ? ସାଧୁ ସନ୍ଥ ଦେବତାଙ୍କୁ ଏ ଦେହ ଦୁର୍ଲଭ ନିଜେ ଗୁରୁ ଆସିଲୁ ପରିଚୟ ଦେଲୁ ଜଗତେ ଖଟିଲୁ। ନିଜେ ଗୁରୁ ଆସିଛୁ, ନିଜେ ଆସିଛୁ। ଦେବତା ବି ଏ ଦେହକୁ ପାଇବେ, ଖୋଜି ଖୋଜି ପାଇପାରିବେ ନାହିଁ। ଏ ଦେହକୁ ଦେବତା ମାନେ ଜାଣିପାରି ନାହାନ୍ତି କି ବ୍ରହ୍ମା ବିଷ୍ଣୁ ମହେଶ୍ୱର ପର୍ଯ୍ୟନ୍ତ ନରୋତ୍ତମକୁ ମୋର ଜାଣିପାରିବେ ନାହିଁ। ଏ ନରୋତ୍ତମଟି ଯାହା ପାଇଁ ଆସିଛି ସେଇ କେବଳ ଆକୁ ଚିହ୍ନି ସେଇମାନେ ହିଁ ମତେ ଆପଣେଇ ନେବେ। ମୁଁ ତାଙ୍କର, ସିଏ ହଉଛନ୍ତି ମୋର। ମୋ ଭିତରେ ସିଏ, ଏଇଟା ସତ୍ୟ। ଆମ ଭିତରେ ସିଏ, ସିଏ ତାଙ୍କ ଭିତରେ ବି ଆମେ। ସେ କହିଲେ ଚୈତନ୍ୟ ଚେତନ ମଧ୍ୟ ଅଚେତନ, ଅଚେତନରେ ମୁଁ ଚେତନ। କହିଲେ ତୁ ଚେତନ ଭିତରୁ ଆସିଛୁ, ଚୈତନ୍ୟ ଭିତରୁ ତୁ ଆସିଛୁ, ପୁଣି ତୋ ଭିତରେ ଅଚେତନ ଭିତରେ ମୁଁ ଅଛି ରେ ଧନ। ଚେତନ ସ୍ୱରୂପ ଚୈତନ୍ୟ ସ୍ୱରୂପ, ଚୈତନ୍ୟ ସ୍ୱରୂପେ ଜୀବ ଭିତରେ ମଥାଇ চৈতন্য স্বরূপে জীব চেতনায় চৈতন্য স্বরূপতে চেতনার রহি নিজ কাম নিজে করুছি। তু নিমিত্ত মাত্র মাধ্যম, মু নিজে করুছি। তেণু ତୁମ ମାନଙ୍କୁ ସର୍ବସ୍ୱ କରି ଆମ ଭିତରେ ସିଏ। ସେ କହିଲେ କଣ ଯେ ଚେତନ ଭିତରୁ ଜଳ, ଜଳ ଭିତରେ ପୁଣି ଚେତନ। ମୁଁ କହିଲି କାହିଁକି ଏମିତି ଆପଣ କଲେ? କହିଲେ ପ୍ରଭୁ କାହିଁକି ଜଳ କରି ରଖିଲେ? ଆମେ ତ କର୍ମ କରୁଛେ, ମନୁଷ୍ୟ କର୍ମ କରୁଛେ, ତାର କର୍ମଫଳ ଗୃହୀତ ହଉଛି, ସେ କର୍ମଫଳ ଭୋଗିବାକୁ ବାଧ୍ୟ। ନିଜେ କିନ୍ତୁ ଆଣିପାରୁନି ଯେତେବେଳେ ମୁଁ କର୍ମଟା ଭଲ କର୍ମ ଖରାପ କର୍ମ କାହିଁକି ଏଭଳି କଲେ? କାହିଁକି ଆପଣ ସୃଷ୍ଟି କେମିତି ଗଢ଼ିଲେ ଅଚେତନ କରିକିରି ଆମକୁ? ନା ତୁମେ କହୁଛ ତାହେଲେ ଜୀବଲୀଳା ଆଉ ହେଇପାରିନପାରିବ। କହିଲେ ଏମିତି କରେ, ତୁମେ ଭାବୁଛ ତୁମ କଥା ଆଉ ଜୀବଲୀଳା ହେଇପାରିନଥାନ୍ତା। ତେଣୁ ଜୀବଲୀଳା ପାଇଁ କଲେ ଚେତନ ମଧ୍ୟରୁ ଅଚେତନ ହେଇ ଆସିଲେ ନିଜେ। ଇଏ ତ ବ୍ରହ୍ମ ଶରୀର। ଏ ଯୋଉ କହିନାହାନ୍ତି ଯେ ମୂଳାଧାର କର୍ଣ୍ଣଧାର, ତାକୁ ଆଲୋଚନା କେହି କରୁନାହାନ୍ତି। ଇଏ ତ ବ୍ରହ୍ମମୟ ଶରୀର, ମୂଳାଧାର କର୍ଣ୍ଣଧାର ସ୍ୱାଧିଷ୍ଠାନେ ସ୍ୱାଧୀନ। ସେ କହିଲେ ମୂଳାଧାର କର୍ଣ୍ଣଧାର। ମୂଳାଧାର ମାନେ ମୂଳାଧାର ଯୋଉ ତୁମର ମୂଳାଧାର ଚକ୍ର କହିଲେ ଗୁହେ ଚକ୍ର, ସେ ମୂଳାଧାର ଚକ୍ର ସହିତ ଏ ଜ୍ଞାନେନ୍ଦ୍ରିୟ, ସେ ଗୋଟେ କର୍ମେନ୍ଦ୍ରିୟ, ଏ ଜ୍ଞାନେନ୍ଦ୍ରିୟ ଯୁକ୍ତ ହେଇକିରି ଅଛି। ଏ ଜ୍ଞାନେନ୍ଦ୍ରିୟଟି ପୁରା ବ୍ରହ୍ମ, ଏ କର୍ମଟି ବ୍ରହ୍ମ। ମୂଳାଧାର ଚକ୍ରର ଶିଶୁ ମୂଳାଧାରରେ ରହିଲେ ଚନ୍ଦ୍ରଚାଟ, ସେଠି ବି ବ୍ରହ୍ମତତ୍ତ୍ୱ ଅଛନ୍ତି। ବ୍ରହ୍ମତତ୍ତ୍ୱ ସହିତ
ମୂଳାଧାରରେ ଯୋଉ ଷଡ଼ଚକ୍ର ଭିତରେ ଯୋଉ ବ୍ରହ୍ମତତ୍ତ୍ୱ, ଏ ବ୍ରହ୍ମତତ୍ତ୍ୱ ଭିତରେ ଗୋଟିଏ ଗୋଟିଏ ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଯୁକ୍ତ ହେଇକିରି ଅଛନ୍ତି। ତେଣୁ ସେ କହିଲେ ମୂଳାଧାର କର୍ଣ୍ଣଧାର, ମୂଳାଧାର ସହିତ ତୋର କର୍ଣ୍ଣ, ଏ ଯୋଉ କର୍ଣ୍ଣ ଗୋଟେ ଆଧାର ସ୍ୱରୂପେ ଯୁକ୍ତ ହେଇକି ମୂଳାଧାର କର୍ଣ୍ଣଧାର ଆଧାର, ମୂଳାଧାରର ଆଧାର ହଉଛି କର୍ଣ୍ଣଧାର। ଏ କର୍ଣ୍ଣ ମୂଳାଧାର ଗୋଟେ କର୍ମେନ୍ଦ୍ରିୟ ଏବଂ କର୍ଣ୍ଣ ଗୋଟିଏ ଜ୍ଞାନେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଏକାଠି ହେଇ ସେଠି ଯେ କ୍ରିୟା କରୁଛି ସିଏ ଆଉ କେହି ନୁହେଁ, ଆମେ ଆମେ ହିଁ କ୍ରିୟା କରୁଛୁ ସେଠି, ନୁହେଁ। ପୁଣି କଣ କଲେ ସ୍ୱାଧିଷ୍ଠାନେ ସ୍ୱାଧୀନ, ସଂସାରଟି ଗଢ଼ିବା ପାଇଁ ସ୍ୱାଧିଷ୍ଠାନ କହିଲେ ଲିଙ୍ଗ ଚକ୍ରରେ ସ୍ୱାଧୀନ ଅଙ୍ଗଟି, ଯେମିତି ଲିଙ୍ଗ ଚକ୍ରଟି ଗୋଟିଏ ସ୍ୱାଧୀନ ଅଙ୍ଗ, ଲିଙ୍ଗ ଚକ୍ର ସ୍ୱାଧୀନ ଅଙ୍ଗ, ଗୋଟେ ଛୋଟ ଛୁଆକୁ ଦେଖୁନାହାନ୍ତି ସ୍ୱାଧୀନ ଅଙ୍ଗଟି କେମିତି। ତେଣୁ ସ୍ୱାଧୀନ ଅଙ୍ଗ, ସେଇ ସ୍ୱାଧୀନ ଅଙ୍ଗ ସହିତ ତୋର ଗୋଟେ ଜ୍ଞାନେନ୍ଦ୍ରିୟ ଚକ୍ଷୁ, ଚକ୍ଷୁଟି ସଂଯୋଗ ହେଇକିରି ଅଛି ନାଇଁ। ଆଗେ ସବୁ ଜିନିଷକୁ ଇଏ ଦେଖିବ, ନ ଦେଖିଲେ କିଛି କ୍ରିୟାଶୀଳ ନୁହେଁ। ତେଣୁ ସ୍ୱାଧିଷ୍ଠାନେ ସ୍ୱାଧୀନ, ସେ ଯୋଉ ସ୍ୱାଧିଷ୍ଠାନ ଚକ୍ର ସହିତ କର୍ମେନ୍ଦ୍ରିୟ ସହିତ ଗୋଟିଏ ଜ୍ଞାନେନ୍ଦ୍ରିୟ ଯୁକ୍ତ ହେଇକିରି ଅଛି ଚକ୍ଷୁ, ସେଠି ଆଉ କେହି ନୁହେଁ, ଆମେ ହିଁ କ୍ରିୟା କରୁଛୁ ସେ ଚକ୍ରରେ, ଆମେ ମୂଳ। ବୁଝିଲ ଏ କଥାଟି ସେ ତାକୁ ବୁଝିଦିଅ ଭଲ କିରି। ସ୍ୱାଧିଷ୍ଠାନେ ସ୍ୱାଧୀନ, ମଣିପୁର ପୁରୋହିତ, ମଣିପୁରଟି ହେଉଛି ଶରୀର ଭିତରେ ପୁରୋହିତ, ଏ ଶରୀରର ଯିଏ ସାଧନ କରୁଛି, ଏ ଶରୀର ଯାହା ବଞ୍ଚି ରହିଛି, ଶରୀର ତାଠାରୁ ଆଧାର ସୃଷ୍ଟି କରି ଆଜି ଆମେ ଛିଡ଼ା ହେଇଛେ, ସେ ହେଉଛି ମଣିପୁର, ଏ ଶରୀରର ପୁରୋହିତ। ମଣିପୁର ପୁରୋହିତ, ମଣିପୁର ଚକ୍ର ସହିତ ଦୁଇଟି, ଗୋଟିଏ କର୍ମେନ୍ଦ୍ରିୟ ଏବଂ ଗୋଟିଏ ଜ୍ଞାନେନ୍ଦ୍ରିୟ, ପାଟି ଏବଂ ରସନା। ପାଟିଟି ହେଉଛି କର୍ମେନ୍ଦ୍ରିୟ, ତା ଭିତରେ ଜିହ୍ୱାଟି ହେଉଛି, ରସନାଟି ହେଉଛି ସ୍ୱାଦ ବାହାରୁଛି, ସିଏ ହେଉଛି ଜିହ୍ୱା ରସନା। ଦୁଇଟି ସଂଯୋଗ ହେଇକିରି ଅଛି, ଏବାଟେ ଖାଇ ଯାଉଛି କୋଉଠି ମଣିପୁର ଗର୍ଭକୁ, ଗର୍ଭରେ ସିଏ ହଜମ ହେଇ ଏ ଶରୀର କ୍ରମ ବିକାଶ ଯୋଉଠି ହଉଛି, ସେ କେନ୍ଦ୍ରବିନ୍ଦୁରେ ଆମେ ହିଁ ଅଛୁ, ଆମେ ଅଛୁ, ଆମେ ହିଁ ବିଦ୍ୟମାନ। ତୋ ଭିତରେ ଯେ କେମିତି ଆମେ ସେଠି ଅଛୁ, ସୁଧା ତୃଷ୍ଣା କାନ୍ତି ନିଦ୍ରା ଆଳସ୍ୟ ସହିତ ଶାସ୍ତ୍ରରେ ପଣ୍ଡିତ ଯୋଗମାୟା ନାମେ ରହିଅଛି ପଞ୍ଚଭୂତ ସଂକେତି ଲଗାଇଛି ମଣିପୁର କେନ୍ଦ୍ରରେ ପାଟି ଏବଂ ରସନାକୁ ଯୁକ୍ତ କରି ଏଠି ଅଗ୍ନି ତତ୍ତ୍ୱକୁ ଧରି କାଳ ସ୍ୱରୂପ ଆମେ ଏ ଜୀବନର ଦେହର ଚର୍ଚ୍ଚା ଯିଏ କରୁଛି, ସେ ଆଉ କେହି ନୁହେଁ, ଆମର ସ୍ୱରୂପ। ଆମେ ସେଠି କାଳ ସ୍ୱରୂପ ବିଦ୍ୟମାନ ହେଇକିରି ଅଛୁ, ବୁଝିଲ। ଆମ ଛଡା ତୋର ଗତି ନାହିଁ, ତୁ ଯିବୁ କୁଆଡେ? କହିଛନ୍ତି, ଲେଖିଥିଲି, ଗୋଟିଏ ଚକ୍ଷୁ ଆମର ଚନ୍ଦ୍ର, ଗୋଟିଏ ଚକ୍ଷୁ ହଉଛି ସୂର୍ଯ୍ୟ। ତୁ ମାନେ ସୂର୍ଯ୍ୟ ଚନ୍ଦ୍ରକୁ ଆଡ଼ କରି ଉହାଡ଼ କରି ତୁ କଣ ଜୀବନରେ କର୍ମ କରିବୁ? ଆମର ବା ସ୍ମରଣ ନାହିଁ, ସେ ମେଣ୍ଟେନ କରିଦେଲେ ସ୍ମରଣ ହଉଛି କି ନାହିଁ, କରୁଛୁ କି ନାହିଁ, ତୁ କଣ ଆମକୁ ବଳେଇକିରି ଯିବୁ? ସେଠୁ କହିଲେ ଅନାହତେ ମଣିପୁର ପୁରୋହିତ ଅନାହତେ ପ୍ରବୀଣ। ଅନାହତ ଚକ୍ର ହଉଛି ଏଇ ଗୋଟେ ଅନାହତ ଚକ୍ର, ଅନାହତ ଧ୍ୱନି। ଏ ଅନାହତ ଚକ୍ରରେ ଗୋଟେ ପଦ୍ମ ଅଛି, ସେ ପଦ୍ମଙ୍କ ସହିତ ଯୁକ୍ତ ହେଇଛି ପାଦ। ପାଦ କିଏ ନା ବାୟୁ, ପବନ, ପବନ ସୂତ୍ରରେ ପାଦ। ପବନର ବାୟୁର ଅଣୁସୂତ୍ରରେ ତୋ ଭିତରେ, ବାୟୁ ଭିତରେ ଗତି କରୁଛି ରେ ଧନ, ତୁ ମତେ ବୁଝିପାରୁନି। ତେଣୁ ବାୟୁ ସ୍ୱରୂପ ପାଦ ଯାଉଛନ୍ତି କୋଉଠିକି ନା ପଦ୍ମ। ତେଣୁ ସେଠି ଆଉ କେହି ନୁହେଁ, ସେ ପଦ୍ମ ପାଦ, ଯୋଉ ପଦ୍ମ ପାଦକୁ ଆଜି ରଖିଦେଇଛି ଗୁରୁଙ୍କର, ଆମେ ସେଇଠି ବିଦ୍ୟମାନ, ସେଇ ପଦ୍ମରେ ଆମେ ଅଛୁ, ବୁଝିଲେ। ଏ ଅନାହତେ ପ୍ରବୀଣ। ତାପରେ କହିଲେ ବିଶୁଦ୍ଧରେ ଶୁଦ୍ଧ ଚିତ୍ତ। ବିଶୁଦ୍ଧରେ କହି ଚକ୍ର ହଉଛି କଣ୍ଠ ଚକ୍ରଟି, ମୋ କଥା କହୁଛି ସ୍ପନ୍ଦନ ହଉଛି ଚର୍ମ। ତେଣୁ ଏଠି କିଏ ଯୁକ୍ତ ରହିଲେ ନା ହାତ, ଏ ପାଣି, ପାଣି ଚର୍ମ,
জ্ঞାନେନ୍ଦ୍ରିୟ ଗୋଟେ କର୍ମେନ୍ଦ୍ରିୟ ଏଠି ଯୁକ୍ତ ହେଇକି ରହିଲେ। କହିଲେ ମୋ ଇଚ୍ଛା ବିନା ଚରମରେ ଲେଖିଚିନି ଭଲ ପିଲାକୁ ପଢିଲେ ବିଦ୍ୟୁତ ବେଗରେ ତୁ ଗୋଟେ ମୁଁ କହିଛି ଆଜି ବା ଭାଇ ଗୋଟେ କଥା କହୁଛନ୍ତି ବିଦ୍ୟୁତ ବେଗରେ ସେ ଚାଲି ଯାଉଛି କୋଉଠିକି ନା ସପ୍ତମଣ୍ଡଳକୁ ଶବ୍ଦ ତିଆରି ହେଇଯାଉଛି ପଳେଇ ଯାଉଛି ନାଭି ଚକ୍ରକୁ ନାଭି ଚକ୍ରରୁ ପୁଣି ଫେରି ଆସୁଛି କଣ୍ଠ ଚକ୍ରକୁ କଣ୍ଠ ଚକ୍ର ଦ୍ୱାରା ବାହାରି ଯାଉଛି ସ୍ପନ୍ଦନ ସୃଷ୍ଟି ହଉଛି ଏଠି। ତେଣୁ ଚର୍ମରେ ଅଛି କଣ ସ୍ପନ୍ଦନ ସ୍ପର୍ଶେନ୍ଦ୍ରିୟ ହଉଛି ଚର୍ମ ଚର୍ମ ଏବଂ ହାତ ଦୁଇଟି ଯୁକ୍ତ ହୋଇ ରହିଲେ ତୋର ଏଇ ଚକ୍ରରେ ଅନାହତ ପ୍ରବୀଣ ବିଶୁଦ୍ଧ ଚକ୍ରରେ ରହିଲେ ଏଇ ଦୁଇଟି ପାଣି ଏବଂ ଚର୍ମ ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ। ତା ଭିତରେ ଦେଖେ କଣ୍ଠ ଚକ୍ରରେ ଆମେ କଥା ଯୋଉ କହୁଛେ ବି ତା କେନ୍ଦ୍ର ବିନ୍ଦୁରେ କିଏ ଅଛନ୍ତି କଥା କେମିତି ସ୍ୱର ଆମକୁ ଯୋଗେଇଛି ଯଦି ପ୍ରଥମ ପଢିବେ ଏକ ନମ୍ବର ଚରଣ ଜାଣିବେ ସ୍ୱର ଶବ୍ଦ କୋଉଠି ସୃଷ୍ଟି ହେଇକି ଆସିଛି ତା ଭିତରେ ବି ଆମେ ଆମ ବିନା ତୁ ମୁକ ହେଇଯିବୁ କଥା କହିପାରିବୁ ନାହିଁ ସେଠି ଆମେ ବିଦ୍ୟମାନ ତୁ କଥା କହିବା ପାଇଁ ବି ଆମର ଏଠି ଆବଶ୍ୟକ ଆମେ ଏଠି ବିଦ୍ୟମାନ ହେଇକି ଅଛୁ ବିଶୁଦ୍ଧ ଚକ୍ରରେ। ଆଜ୍ଞା ଚକ୍ର ଅନୁଜ୍ଞା ଅନୁଜ୍ଞା ସ୍ୱରୂପ 52ଟା ପଥ ଏଠି ଅଛି ଯାହା ବାହାରର ଜିନିଷକୁ ଚୁମ୍ବକ ଭିତରେ ଯୋଉ ଅଛି ବ୍ରହ୍ମ ନକ୍ଷତ୍ର ବା ବ୍ରହ୍ମମଣ୍ଡଳ ଚୁମ୍ବକ ସୂତ୍ରରେ ଶ୍ରୁତିକି ସବୁ ଟାଣି ନେଉଛି। କଥାଟିଏ କହୁଛନ୍ତି ଭାଇ କାନ ସିନା ଶୁଣୁଛି କିନ୍ତୁ ବିଦ୍ୟୁତ ବେଗରେ ଏବାଟେ ପ୍ରବେଶ କରି ଏଠୁ ଶ୍ରୁତି କେନ୍ଦ୍ରକୁ ଯାଇ ଆସୁଛି ଅନ୍ତର୍ବାହୀ ବାୟୁ ବହିର୍ବାୟୁ ମଣ୍ଡଳ ସେ କଣ କହୁଛି ଶୁଣୁ। ତାଙ୍କ ବିନା ଯୋଉ ପୁରୁଷ ଆଜି ଆସିଥିଲେ ସେଇ ହିଁ ଆମର ମନ ସେଇ ହିଁ ଆମର ପ୍ରାଣ ସେଇ ହିଁ ଜୀବନ ସେ ସବୁ କିଛି ଆମର ଜୀବନର ସର୍ବସ୍ୱ। ତେଣୁ ଆମେ ତାକୁ ସର୍ବସ୍ୱ କରିଲେଣି ତ ପ୍ରଶ୍ନ ଏତେ କଥା ଯେ ଆମକୁ ସଜେଇକି ରଖିଛି ଆମ ଭିତରେ ଏତେ ଯେ କ୍ରିୟା ଆସିଲ ବ୍ରହ୍ମରନ୍ଧ୍ରରେ ପ୍ରଜ୍ଞା ବା କହିଲେ ଚୈତନ୍ୟ ମୋ ପ୍ରଜ୍ଞା ସ୍ୱରୂପ ଚୈତନ୍ୟ ସ୍ୱରୂପ ତ ବ୍ରହ୍ମରନ୍ଧ୍ରରେ ବିଦ୍ୟମାନ ହେଇକି ଅଛି ନିଜେ ଚୈତନ୍ୟ ସ୍ୱରୂପ ଚେତନାରେ ରହି ଚେତନା କେନ୍ଦ୍ରରେ ରହିଯିବ ବୁଝିଲେ ନା। ସମସ୍ତେ ସେ ଶ୍ଲୋକ ଟିକେ ପଢୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କେହି କଣ ତାକୁ ବ୍ୟାଖ୍ୟା ବା ବୁଝେଇଲେଣି ସବୁ ଶାସ୍ତ୍ର ପଢା ଆଗରେ ହଉଛି। ତେଣୁ ଆଜି ଯିଏ ଆମକୁ ସର୍ବସ୍ୱ କରି ଆସିଥିଲେ ସର୍ବସ୍ୱ କରି ମର୍ତ୍ତପୁର କିଏ ଆସିଥିଲେ ଆଜି ସାଧୁ ସତ୍ପୁରୁଷ ଦେବତା ବି ଏ ଦେହକୁ ପାଇବେନି ସେ କହିଛନ୍ତି କେବଳ ଆମର ଭକ୍ତଙ୍କ ଭାବରେ ଏ ଦେହ ଆସିଛି ଯୋଉମାନେ ଚାହିଁଛନ୍ତି ସେଇମାନେ ହିଁ ମତେ ପାଇବେ କହିଲେ ଥର ପରା କହିଲେ 92,000 ଗ୍ରସ୍ତ ଭକ୍ତ ଆମେ ଆଣିଛୁ ମୋ ସାଥିରେ 92,000 ଗ୍ରସ୍ତ ଭକ୍ତ ଆଣିଛି ଯିଏକି ମୋ ସହିତ ଲୀଳା କରିବେ ସେମାନେ ଆସିଛନ୍ତି 84 ମଣ୍ଡଳ ଊର୍ଦ୍ଧ୍ୱରୁ ଧର୍ମମଣ୍ଡଳ ଊର୍ଦ୍ଧ୍ୱରୁ ଏମିତି କହିଲେ ଆମେ ଯୋଉମାନେ ଆସିଛୁ ଆଣିଛୁ 84 ମଣ୍ଡଳ ଊର୍ଦ୍ଧ୍ୱରୁ 92,000 ଗ୍ରସ୍ତ ଭକ୍ତ ଦେବନାଗରୀ ଭାଷାରେ ଲେଖିଛନ୍ତି କୋଉଠି ନା କୁଶ ଭାଇଙ୍କ ଡାଇରୀରେ ଦିନେ ସନ୍ଧ୍ୟାବେଳେ। ଆଚ୍ଛା ମତେ କହିଲେ ପୁରାଣ ପୃଷ୍ଠାରେ ସବୁଠାରୁ ଅତ୍ୟାଚାରୀ ଦୁଷ୍ଟ କିଏ କିଏ ଆସିଥିଲେ କଂସ। ଦ୍ୱାପର ଯୁଗରେ କଂସ ସବୁଠାରୁ ଦୁଷ୍ଟ ଶିଶୁ ହତ୍ୟା ନାରୀ ହତ୍ୟା ସବୁ ପ୍ରକାର ପାପ ଭିତରେ ଯେ ଲିପ୍ତ ହେଇକିରି ଥିଲେ ସେ ହେଉଛନ୍ତି କଂସ। ଶିଶୁ ହତ୍ୟା କରିଛନ୍ତି 7ଟା ସନ୍ତାନ ମାରିଦେଲେ ଦେବକୀର। ଆଚ୍ଛା ତାକୁ ଦୁଷ୍ଟ ବୋଲି ବିବେଚନା କଲେ ଦୁଷ୍ଟ ବୋଲି ନା। ଆଚ୍ଛା ସେ ତ ଷଷ୍ଠାଙ୍କର ସନ୍ତାନ ନୁହେଁ ଇଏ କହିଲେ ଦୁଷ୍ଟ ମୋର ସନ୍ତାନ ସେ ତ ମୋର ସନ୍ତାନ। କିନ୍ତୁ କଂସର ମୂଳ ଗୁଚ୍ଛ ଶାସ୍ତ୍ରକାର ମାନେ ଯେଉଁମାନେ ପୁରାଣକୁ ଆଣିଲେ ବା ଭାରତକୁ ଆଣିଲେ ବା ଯେଉଁମାନେ ଶାସ୍ତ୍ର ଲେଖିଲେ ମୁନି ଋଷି ମାନେ ସେଠିକି ଦର୍ଶନ ତାଙ୍କର ନଥିଲା। ଏ କଂସ କୋଉଠୁ ଆଇଲା ଏ କଂସ ହଉଛନ୍ତି କହିଦଉଛି ଭାଗବତ 3ୟ ଖଣ୍ଡ ବ୍ରହ୍ମାଣ୍ଡ ସର୍ଜନାରେ ଯେତେବେଳେ ମନୁ ତାଙ୍କ ପ୍ରକୃତି ଆସିଲେ ଶତରୂପା ଏବଂ ତାଙ୍କଠାରୁ ଜନ୍ମ ନେଲେ ଭୋଗ ଯୋଉ ପୁତ୍ରମାନେ ସୃଷ୍ଟି ସର୍ଜନା କଲେ ସେମାନେ ହେଲେ ଧର୍ମଗୁରୁ ବା ମନୁ ତାଙ୍କୁ କୁହାଗଲା। ଆଚ୍ଛା ଭାଗବତରେ ତ ମନୁ ମାନେ ଆସିଲେ କୋଉଠୁ ଆସିଲେ ଚୈତନ୍ୟଙ୍କ ମାନସରୁ ଆସିଲେ ସେଠି ସମସ୍ତ ବୀଜ
ଠୁଳ ହେଇକିରି ଥିଲା। ହିରଣ୍ୟ ଗର୍ଭେ ମାର୍କଣ୍ଡ ଦର୍ଶନ କଲେ ଅଶେଷ କୋଟି ବ୍ରହ୍ମାଣ୍ଡ ରହିଅଛି ହିରଣ୍ୟଗର୍ଭ ଚୈତନ୍ୟଙ୍କ ଅଂଶରେ ଯୋଉ ହିରଣ୍ୟଗର୍ଭଟି ସେଠି ଅଛି। ତେଣୁ ହିରଣ୍ୟଗର୍ଭ ଭିତରେ ଯୋଉ ସବୁ ଆଜି ସୃଷ୍ଟି ଆସିଛି ଦେଖିଲେ ଯେତେବେଳେ ମାର୍କଣ୍ଡ ସବୁ ଅଛି, ସବୁ ସେଇଠୁ ଆସିଲା। ସେଇମାନେ ଆସି ମାନସ ସନ୍ତାନ ଚୈତନ୍ୟ ପୁରୁଷଙ୍କର ମାନସ ସନ୍ତାନ, ଯେମିତି ପ୍ରଭୁ ଆଜି ଚରଣକୁ ମାନସ ସନ୍ତାନ କହିଲେ, ଆମମାନଙ୍କୁ ମାନସ ସନ୍ତାନ କହିଲେ, ସମ୍ବୋଧନ କଲେ, ସେମାନେ ଥିଲେ ମାନସ ସନ୍ତାନ। ଭାଗବତରେ ଆସିଲେ ମାନସ ସନ୍ତାନ ସୃଷ୍ଟି ସର୍ଜନା କଲେ। କୁଆଡେ ଗଲେ ଅଛି କି ଗୋବିନ୍ଦ ଭାଇ ପଢିଛନ୍ତି କି? ସେମାନେ ଗଲେ କୁଆଡେ? ସେ କଥା ଅଗମ୍ୟ ତତ୍ତ୍ୱ, କେହି ତାକୁ ଗମନ କରିପାରି ନାହାନ୍ତି। ସେଇ ପୁରୁଷ ଆଜି ଆସିବାରୁ ସେ ଗୋଟେ ମୀମାଂସା ଦର୍ଶନଟିଏ ଲେଖିଛନ୍ତି। ସେଦିନ କବାଟ ଆଡ଼େଇଦେଲେ, କହିଲେ ଆଜି ଆମେ କଂସର ମୀମାଂସା ଲେଖିଲୁ। ମୁଁ କହିଲି କଣ କଂସ? ନା ତାକୁ ଦୁଷ୍ଟ ବୋଲି ସମସ୍ତେ ବିବେଚନା କରିଛି ଶାସ୍ତ୍ର, କିନ୍ତୁ ମୂଳ ତତ୍ତ୍ୱକୁ ମୂଳ ଗୁଚ୍ଛକୁ କେହି ଯାଇପାରି ନାହାନ୍ତି। ଧୂଆଁକୁ ଦେଖି ନିଆଁର ଅନୁଭବ କରିଛିନି, ନିଆଁ ଭିତରେ ଅଛି ବୋଲି ଅନୁମାନ ସୂତ୍ରରେ ଲେଖିଛନ୍ତି ଯେ ଭିତରେ ନିଆଁ ଅଛି, ନିଆଁ ଭିତରେ ଧୂଆଁ ନାହିଁ। ତେଣୁ ନିଆଁ ଯାକେ କେହି ଯାଇପାରିବ, ଯିବାର କାହାରି ଶକ୍ତି ନାହିଁ। କାହିଁକି ନାହିଁ? ନିଆଁ ଯାକେ ନାହିଁ, କାହିଁକି ଯାଇପାରିବେନି? ଭାଇ ମୋର ଗୋଟିଏ ଥରେ ପ୍ରଶ୍ନ କରିଦେଲେ, କହିଲେ ତମେ ତ କହୁଛ ନବତମ ଆସିଲା, ଇଏ ତ ସୂର୍ଯ୍ୟ ଅଛନ୍ତି ମାନେ ଅତି ଉତ୍ତପ୍ତ ପିଣ୍ଡ, ସେଠି ତ ଯିଏ ନରୋତ୍ତମ କହିଲେ ଜଳିଯିବ, ସବୁ ଜଳିଯିବ, ସେଠୁ କେମିତି ଫେରେ ନରୋତ୍ତମ ଅଭ୍ୟର୍ଥରୁ ଆସିଲେ ତ ଫେରେ ଦେଇକି ରାଖିଛନ୍ତି। ମୁଁ ସେ କଥାଟି ତାଙ୍କୁ କହିଥିଲି, ସେଇ କଥାଟି ଆଜି କହୁଛି ପ୍ରଭୁଙ୍କର ଆଲୋଚନା। କହିଲେ କୋଟି ବାର କଣ୍ଡ ତେଜ ବିରାଟ ଗୋସାଇଁ ଗୋଟାଏ ମାର୍କଣ୍ଡ କଣ, ଗୋଟାଏ ସୂର୍ଯ୍ୟ କଣ, କୋଟି ମାର୍କଣ୍ଡ ତେଜ। ସେ କହିଛି ଉଜ୍ଜଳମୟ ପୁରର ତୁଳିତଳ୍ପ ସତ୍ୟ ତ୍ୟାଗ କରି ଆଜି ଭକ୍ତ ଧାମରେ ଦଣ୍ଡାୟମାନ କହିଛନ୍ତି ନା। ଉଜ୍ଜଳମୟ ପୁର, ସେଠି କୋଟି ମାର୍କଣ୍ଡର ତେଜ, କୋଟି କୋଟି ମାର୍କଣ୍ଡ ଯାହା ଶରୀର ଭିତରେ ବିଦ୍ୟମାନ, ଯେ ଚାହିଁଲେ ଗୋଟିଏ ମାର୍କଣ୍ଡ ସୃଷ୍ଟି କରି ପାରିବେ। ସେଇ ପୁରୁଷ ଆଜି ନରୋତ୍ତମ ଧରି ଆସିଥିଲେ। ତେଣୁ ସେ କଣ କଲେ ନା ସମସ୍ତେ ଆସିଲେ ମାନସରୁ, ତା ଭିତରୁ ଗୋଟିଏ ମନୁ ହେଉଛନ୍ତି ସ୍ୱୟଂଭବ ମନୁ। ସ୍ୱୟଂଭବ ମନୁ ସୃଷ୍ଟିର ଯୋଉ ମନୁ କିଏ ଆସି ଆଜି ବୃକ୍ଷ ଲତା ଆଜି ଯୋଉ ସରସ ସୁନ୍ଦର ଏ ସୃଷ୍ଟି ଆଜି ଆମ ପାଇଁ ଗୁରୁ ଆସିଲେ କିଏ? ଗୁରୁ ତା ନରୋତ୍ତମ ଧରି ଆସି ସୃଷ୍ଟିକି ଅନୁଭବ କରିବେ। ଗୁରୁ ତାଙ୍କ ପାଇଁ ସେମାନେ ଆସିଲେ, ମାନସକୁ ଆସିକି ତାଙ୍କ ସରସ ସୁନ୍ଦର କଲେ। ଏ ମନୁଷ୍ୟ ପରିବାର ଭିତରେ ବ୍ରହ୍ମ ନିଜେ ଆସି ଚୈତନ୍ୟ ଭୋଗ କରିବେ ଏ ସୃଷ୍ଟିର ଆନନ୍ଦକୁ। ତେଣୁ କରିସାରିଲା ପରେ ବାହାରିଲେ, ଧ୍ୟାନ ମଗ୍ନ ହୋଇଗଲେ। ପ୍ରଭୁ ସରିଗଲା, ଯେତିକି ମୁଁ ଆସିଥିଲି ଆପଣଙ୍କ ଇଚ୍ଛାରେ ସୃଷ୍ଟିର ସର୍ଜନା କାମ ସରିଗଲା, ମୁଁ କେମିତି ଫେରିବି? ନା ତୁମେ ସ୍ୱୟଂଭବ ଧରେ ଦେହ ଧରିଛ, ଆଉ ମାନସକୁ ଫେରି ପାରିବ ନାହିଁ। ଅପେକ୍ଷା କର, ଯେତେବେଳେ ମୋର ଅଂଶରୁ ଦ୍ୱାପର ଯୁଗ ଲୀଳାରେ ପ୍ରଭୁ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହେବେ, ସେତିକି ବେଳେ ତୁମେ ତାଙ୍କ ଶରୀର ଭିତରେ ପ୍ରବେଶ କରି ମୁକ୍ତି ହେଇ ତୁମେ ମାନସକୁ ଆସିବ। ସବୁ ଭକ୍ତ ମାନେ ଆଉ ଯିବାର ଉପାୟ ନାହିଁ, ଯୋଉମାନେ ଆସିଲେ 84 ମନୁ ଯିବାର ଉପାୟ ନାହିଁ। 84 ମନୁ ଯୁଗ ଲୀଳା ପାଇଁ, ସେ ଯୁଗ ଲୀଳା ଯୋଉମାନେ କୋଉଠୁ ଆଇଲେ? ସେ 84 ମନୁ, ସେ 84 ମନୁ ମାନେ ଯୁଗ ଲୀଳା କଲେ ପ୍ରଭୁଙ୍କ ସହିତ, ଯୁଗ ଅନୁସାରେ ଅବତାରୀ ଭାବରେ। ତେଣୁ କହିଲେ ସେତିକି ବେଳେ ତୁମେ ମୁକ୍ତି ହେଇକି ଆସିବ। ନା ପ୍ରଭୁ ମୁଁ ସେତେବେଳେ ଏକ ରାକ୍ଷସ ଜନ୍ମ ପାଇବି ଆପଣ କହୁଛନ୍ତି, କଂସ ଜନ୍ମ ଭାବି ଦୁନିଆ ରାକ୍ଷସ ରୌରସରୁ ମୁଁ ଗୋଟେ ଅସୁର, ନାରୀ ହତ୍ୟା କରିବି, ଶିଶୁ ହତ୍ୟା କରିବି, ସବୁ ପ୍ରକାର ପାପ ପୁଣ୍ୟ ଭିତରେ ମୁଁ ବୁଡ଼ି ରହିବି, ପାପାଚାରୀ। ତେଣୁ ଯୋଉ ପାପାଚାରୀ ହେବି, ଯୋଉ ପାପ ମୁଁ କରିବି, ଆପଣ ମତେ ମୁକ୍ତି ଦେବେ ତ? ପାପ ସବୁ ମୋର ନେବେ ତ? ନା ଚିନ୍ତା କର ନା ନାଗ, ନା ତାହେଲେ ଗୋଟେ କଥା, ମତେ କ୍ଷମା ଅସ୍ତ୍ରରେ ନେବି। ମୁଁ ଗଦା ପ୍ରଳୟରେ ଯିବିନି, ମୁଁ ଚକ୍ର ପ୍ରଳୟରେ ଯିବିନି, ମୁଁ ଶଙ୍ଖ ପ୍ରଳୟରେ ଯିବିନି, ମୁଁ ପଦ୍ମ ପ୍ରଳୟରେ ଯିବି। ପଦ୍ମଟି ହେଉଛି କ୍ଷମାର ଅସ୍ତ୍ର। ମତେ ଆପଣ ପଦ୍ମ କ୍ଷମାରେ ପଦ୍ମ ଧରିଛି ତାଙ୍କକୁ,
ପଦ୍ମ ଧରିଛି ପାଦକୁ, ଯେତେବେଳେ ଚୈତନ୍ୟ ପାଦ ବଢେଇ ଦେଲେ ଅନାକାର ମଣ୍ଡଳକୁ, ଦୁଇ ପାଦ ଆସି ରହିଗଲେ ଗୋଲକ ମଣ୍ଡଳ ପଦ୍ମ। ସେ ପଦ୍ମର କେତେ ନା ସେ ପଦ୍ମ ହଉଛି 215 ଦଳ ପଦ୍ମ। ଗୋଲକ ମଣ୍ଡଳ ପଦ୍ମ ପାଦକୁ ଧରିଛି ଶଙ୍ଖଚକ୍ର ଗଦା ପଦ୍ମ ଧାରି ନାରାୟଣ ପଦ୍ମ ଟିକେ ବଢେଇ ଦେଲେ ପାଦ ତଳକୁ। ପ୍ରଭୁଙ୍କର ଗୁରୁ ଆସୁଛନ୍ତି ନା, ଯୁଗେ ଯୁଗେ ରହିଅଛି ପାଦର ପ୍ରଭାବ, ସଦା ଗୁରୁ ଭାବ। ପାଦ ତଳକୁ ବଢେଇ ଦେଲେ ପଦ୍ମଟି, ବଢେଇ ଦେଲା ପରେ ପଦ୍ମରେ ଆସି ପାଦ ରହିଗଲେ। ତେଣୁ ପ୍ରଭୁ ଏ ପଦ୍ମଟି ହେଉଛି କ୍ଷମାସ୍ତ୍ର, ପାଦକୁ ଧରିଛି। ତେଣୁ ମୁଁ ପଦ୍ମ ପ୍ରଳୟରେ ଯିବି, ଆପଣ ପଦ୍ମ ଅସ୍ତ୍ରରେ ମତେ ନେବେ, କ୍ଷମା ଅସ୍ତ୍ରରେ ତଥାସ୍ତୁ କରିଦେଲେ। କଣ ହେଲା? ତାକୁ କଣ କଂସକୁ କିଛି ମାରିଚିନି ଅସ୍ତ୍ର, ଗଦାରେ ବାଡ଼େଇଚିନି ନା ଚକ୍ରରେ ଫେରିଚିନି? ଯେତେବେଳେ କୃଷ୍ଣଙ୍କୁ ଦେଖିଦେଲେ, ରୂପ ଦର୍ଶନ, ପ୍ରଭୁ ତାଙ୍କୁ ଦର୍ଶନ ଦେଇଦେଲେ, ଦର୍ଶନରେ ସେମାନେ କ୍ଷମା ପ୍ରାର୍ଥନା କରି ତାଙ୍କ ପାଦ ତଳେ ପଡ଼ିଗଲେ। ବା ପାଦ ତଳେ ପଡ଼ି ମଞ୍ଚାରେ ପଡ଼ି ମାମୁଁ ମଲେ, ଦହି ନକଲା, ମତେ ରୁଟି ଦହି ରଖିଲା। ତେଣୁ କଂସ ଗଲେ କୋଉଠି? କୋଉଠି ମିଶିଲେ? କୃଷ୍ଣଙ୍କ ଶରୀର ଭିତରେ ଦର୍ଶନରେ ମିଶିଗଲେ ଏବଂ କ୍ଷମା ଅସ୍ତ୍ର ପଦ୍ମ ତାଙ୍କୁ ମାଇଲା। ପଦ୍ମାସ୍ତ୍ର ଆଉ କାହାରି କି? ପଦ୍ମରେ ସେ କାହାକୁ କ୍ଷମାସ୍ତ୍ର ପାଏ? କ୍ଷମାସ୍ତ୍ର କାହାକୁ ମାରିନି, କ୍ଷମାସ୍ତ୍ରରେ କେହି ଯାଇନାହାନ୍ତି, କେବଳ କଂସ। ପଦ୍ମାସ୍ତ୍ରରେ ପଦ୍ମ ପ୍ରଳୟରେ ଗଲେ କଂସ, ପଦ୍ମ ପ୍ରଳୟରେ ଆଉ କେହି ସୃଷ୍ଟିରେ ଯାଇନାହାନ୍ତି କଂସଙ୍କ ଛଡ଼ା, ବୁଝିଲା? ତେଣୁ ଶ୍ରେଷ୍ଠ ମୁକ୍ତି ପାଇଲେ କଂସ। ତେଣୁ କଂସର ମୂଳ ବୃକ୍ଷକୁ ଦର୍ଶନ ମାନେ, ଯେଉଁମାନେ ଦାର୍ଶନିକ, ଯେଉଁମାନେ ଶାସ୍ତ୍ର ଲେଖିଲେ, ମହାଭାରତ ଲେଖିଲେ, ପୁରାଣ ଲେଖିଲେ, ସେମାନେ ନ ଜାଣି ତାକୁ ଦୁଷ୍ଟ ସଜାଇକିରି ଏଠି ବିବେଚନା କଲେ। ତେଣୁ ପ୍ରଭୁପାଦ କହିଲେ ଦୁଷ୍ଟ ବି ମୋର ସନ୍ତାନ, ଶିଷ୍ଟ ବି ମୋର ସନ୍ତାନ। ମୁଁ ଆପେ ଦୁଷ୍ଟ ଶିଷ୍ଟର ଲୀଳା ପାଇଁ ମୁଁ ନିଜେ ଆପେ ଅବତୀର୍ଣ୍ଣ। ତୁମେ ଦୁଷ୍ଟ ଭିତରେ ମୁଁ, ଶିଷ୍ଟ ଭିତରେ ବି ମୁଁ, କାମ ସରିଗଲା। ଏଥିପାଇଁ ନମସ୍ତେ କରି ବିଶ୍ରାମ ଦେବା। ମୋର ପରମ ଆରାଧ୍ୟ ପରମ ପୂଜ୍ୟ ଚରମନାଥ ଗୁରୁସ୍ୱାମୀଙ୍କର ଶ୍ରୀପଦମ ପାଦରେ ସାଷ୍ଟାଙ୍ଗ ପ୍ରଣାମ। ଏବଂ ଏ ସଜ୍ଜନ ମୋର ଭାଇ ଭଉଣୀ, ସଦାତ୍ମା ଦିବ୍ୟାତ୍ମା, ସଦାତ୍ମା ମୋର ସମସ୍ତ ଭାଇ ଭଉଣୀକୁ ସପ୍ରେମ ସଶ୍ରଦ୍ଧା ଗୁରୁସ୍ୱାମୀ ଭଲରେ ଭଲରେ ତାପରେ କହିଥିଲି, ଭଲରେ ଭଲରେ ଚାଲି ଆସ। ଏଇ ପ୍ରହରାଜ ଶ୍ୱଶୁର ଭାଇ ଅଛନ୍ତି, ନହେଲେ ମୁଁ ପଡ଼ିଛି ଘଣ୍ଟା ପକେଇଛି, ଥୋପ ଦେଇଛ, ଟାଣି ଟାଣି କୂଳକୁ ନେଇ ଆସିବି। ତେଣୁ ଆମେ ଭଲରେ ଭଲରେ ଯିବା, ତାଙ୍କ ଇଚ୍ଛାକୁ ପୂରଣ କରି ସବୁବେଳେ ଆମେ ଚାହିଁବା ପିତାର ଇଚ୍ଛାକୁ ବା ତାଙ୍କର ଆଦର୍ଶକୁ ନିଜେ ମୁଣ୍ଡରେ ବହି ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ଚେଷ୍ଟା କରିବା। ଶାଖାରେ ଶୃଙ୍ଖଳା ରଖିବା, ପରିବାରରେ ଶୃଙ୍ଖଳା ରଖିବା ଏବଂ ପ୍ରଭୁଙ୍କର ସମସ୍ତ ନୀତି ଆଦର୍ଶ ଭିତରେ ନିଜକୁ ଅନୁପ୍ରାଣିତ କରି ରଖିବା।